नमो महावदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरतिषे नमः। हे कृष्ण करुणा सिंधु दीनबंधु जगत्पते गोपेश गोपिका कांत राधा कांत नमोस्तुते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्णा 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 हरे 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 राम 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 हरे हरे। ସମସ୍ତେ ମୋ ପଛେ ପଛେ ଭିଡିଓ ଅନ୍ କରିକି ସମସ୍ତେ ମୋ ପଛେ ପଛେ ଉଚ୍ଚାରଣ କର। ओम नमो भगवते वासुदेवाय। 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 हरे कृष्ण। ସମସ୍ତଙ୍କୁ ଧନ୍ୟବାଦ ଯୋଉମାନେ ବି ଉପସ୍ଥିତ ଅଛନ୍ତି। ତ ଆମେ ସଂକଳ୍ପ ସେସନ 6 ନମ୍ବର ସଂକଳ୍ପ ସେସନ ଆମେ କରିବାକୁ ଯାଉଛେ। ତ ୟା ପୂର୍ବରୁ ଲାଷ୍ଟ ସେସନରେ କଣ ପଢା ହେଇଥିଲା ମୁଁ ଆଉ ପଚାରିବିନି, କିନ୍ତୁ ଆମେ ଶୁଣିଥିଲେ କୈଳାସ ଡ୍ରାମା ବିଷୟରେ। କୈଳାସ କେମିତି ଭୌତିକ ଜଗତରେ ପ୍ରଭାବିତ ହେଇକି ରହୁଥିଲେ। ତ ଆମକୁ ସଂକଳ୍ପ ନେବାର ଅଛି, ପ୍ରତିଶ୍ରୁତି ନେବାର ଅଛି କି ଭୌତିକ ଆବରଣକୁ ଆମକୁ ଛାଡିକି ଭଗବାନଙ୍କ ଧାମରେ ପ୍ରବେଶ କରିବା ପାଇଁ ଯାହା ଯାହା ଆବଶ୍ୟକ ଅଛି, ଆଉ ଯେତେ ଯେତେ ଆମେ ମଣିଷ ଜନ୍ମ ଭିତରେ ଯେତିକି ସମୟ ଅଛି ତା ଭିତରେ କରିପାରିବା ପାଇଁ, ସେଥିପାଇଁ ଆମକୁ ସାଧୁ ଗୁରୁ ବୈଷ୍ଣବଙ୍କର ଆଶୀର୍ବାଦ କୃପା ଆଶୀର୍ବାଦ ବହୁତ ଅତ୍ୟନ୍ତ ଆବଶ୍ୟକ ଅଛି। ନିଶ୍ଚୟ ଭାବରେ ପରମ୍ପରାର ଆଶୀର୍ବାଦ, ଭଗବାନଙ୍କର ଆଶୀର୍ବାଦ, ପ୍ରଭୁପାଦଙ୍କର ଆଶୀର୍ବାଦ ଆମ ପାଖରେ ଅଛି। ସେଥିପାଇଁ ଆମେ ଭକ୍ତିରେ କିଛି ସମୟ ଆମେ ରହିପାରୁଛେ, କିନ୍ତୁ ଆହୁରି ଲକ୍ଷ୍ୟ ଆହୁରି ଆଗରେ ଅଛି। ସିମ୍ପଲ ଲାଙ୍ଗୁଏଜରେ ଯଦି ଆମେ କହିବା ଭକ୍ତିର ପରିଭାଷା କଣ, ତ ସରଳ ଭାବରେ ଆମେ ଯଦି ବୁଝିବାକୁ ଯିବା, ପ୍ରାମାଣିକ ଢଙ୍ଗରେ ଗୁରୁ ଶିଷ୍ୟ ପରମ୍ପରା ମାଧ୍ୟମରେ ଜଣେ ଉନ୍ନତ ଗୁରୁଙ୍କ ନିକଟରେ ଯଦି ଆମେ ପୂର୍ଣ୍ଣ ସମର୍ପଣ ହେଇକି ତାଙ୍କ ନିର୍ଦ୍ଦେଶ ପାଳନ କରୁଛେ, ଆଉ ଯାହା ଦ୍ୱାରା ଆମର ଭୌତିକ ଆସକ୍ତି ଟା କଟିକି ଭଗବାନଙ୍କର ବିଷୟରେ ଆମର ମନ ଲାଗୁଛି, ଭଗବାନଙ୍କ ବିଷୟରେ ଭଗବାନଙ୍କର ସେବା ଆମେ କରିପାରୁଛେ, ଆଉ ସେଇ ଆଧାରରେ ଭଗବାନ ଯେହେତୁ ସମସ୍ତଙ୍କୁ ଭଲ ପାଆନ୍ତି, ସେଇ ଆଧାରରେ ସାଧୁ ଗୁରୁ ବୈଷ୍ଣବଙ୍କର ସେବା ଆମେ କରିପାରୁଛେ। ତ ସେଇଟା ହିଁ ଆମେ କହିପାରିବା ଭକ୍ତିର ଏକ ଉତ୍କୃଷ୍ଟ ପରିଭାଷା। ତେଣୁ ସେଥିପାଇଁ ଜୀବନରେ ଯେ ଲକ୍ଷ୍ୟ ନ ରଖିବ କି ନାହିଁ ମତେ ଭକ୍ତ ହବାର ଅଛି ବୋଲି, ସେ ପୁଣି ସଂସାର ଭିତରେ ସେ ଆକ୍ଚୁଆଲି ଜାଣିପାରିବନି କୋଉଟା କାହିଁକି। ଏଥିପାଇଁ ପ୍ରାମାଣିକ ଅପ୍ରାମାଣିକ ଜିନିଷରେ ଭେଦ ଦେଖାଯାଏ। ଯେ କୌଣସି ବିଷୟବସ୍ତୁ ଶାସ୍ତ୍ରରୁ ଆପଣ ଗ୍ରହଣ କରିବେ, ଯଦି ଅପ୍ରାମାଣିକ ହେଇଥିବ ସେ କେବେ କାମ ଦବନି। ପ୍ରାମାଣିକ ହେଇଥିବ ଯଦି ସାଧୁ ମୁଖରୁ ଶୁଣୁନେ ସେଟା ବି କାମ ଦବନି। ଆଉ ପ୍ରାମାଣିକ ହେଇଥିବ ସାଧୁ ମୁଖରୁ ଶୁଣୁଥିବା ନିଜେ କଲ୍ଟିଭେଟ କରୁନଥିବା, ତ ସେଠି ବହୁତ କମ କାମ ଦବ। ତେଣୁ ଆମକୁ ଜୀବନର ଗୋଟିଏ ଲକ୍ଷ୍ୟ, ସେଥିପାଇଁ ମୁଁ ପ୍ରାୟ ଟାଇମରେ କୁହେ for a devotee krishna consciousness is the ultimate goal, it is not alternative goal। ତେଣୁ ସେଥିପାଇଁ ଆମେ ବିଭିନ୍ନ ପ୍ରକାରର ଟିକେ ଭାଗବତମ ରୁ ହଉ କିମ୍ବା ଭଗବତ ଗୀତା ରୁ ହଉ ବିଭିନ୍ନ ଟ୍ରେନିଂ ସେସନ ଟାଇପ ର ଆମେ କରୁଛେ। ତ ଆଜି ଆମେ ଶୁଣିବା 6 ନମ୍ବର ସେସନ। ତ ୟା ପୂର୍ବରୁ ଆମେ ଶୁଣିଥିଲେ ସାଧୁ ସଙ୍ଗ। ସାଧୁ ସଙ୍ଗ ମାନେ ଏକ୍ଜାକ୍ଟଲି ମୁଁ କହିଥିଲି ଯଦି ମନ ଥିବ କାହାର, ସାଧୁ ସଙ୍ଗର ଗୋଟିଏ ଆମେ ବୁଝିବା କେମିତି କି ଡିସ୍କସନ ମାନେ ଯାହାବି ସ୍ପିରିଚୁଆଲ ଭ୍ୟାଲୁଜ ଅଛି ତାକୁ ଆମେ ଡିସ୍କସନ କରିବା। ଯୋଉମାନେ ଆମେ ଡିଭୋଟି ଭକ୍ତ ମାନଙ୍କ ସାଙ୍ଗରେ ବସିକି ଡିସ୍କସନ କରିବାର ଅଛି। ସେକେଣ୍ଡ ହେଲା କି
ସେଇ ଯାହା ବି ଡିସ୍କସन ହେଲା ତ ତାକୁ ସେଇ ଯୋଉ ନଲେଜ ରହିଲା ସେ ନଲେଜ କୁ ଆମେ ଆକୁମୁଲେଟ କରିବାର ଅଛି। ଆକୁମୁଲେସନ ତାପରେ ଆମେ ହାର୍ଟ ଟ୍ରାନ୍ସଫରମେସନ, ତ ତିନିଟା ଜିନିଷ ହବା ଦରକାର ଅଛି। ଜାଣିବା ସାଧୁ ସଙ୍ଗ ହେଲା ବୋଲି, ନହେଲେ ଖାଲି ଅନଲାଇନ ଅଫଲାଇନ ସାଧୁ ସଙ୍ଗରେ କିଛି ଏତେ ବିଶେଷ ପ୍ରଭାବ ପଡିବନି ଯଦି ଆମର ଭକ୍ତି ଜୀବନରେ, ତାହେଲେ ସାଧୁ ସଙ୍ଗ ଏତେ ମହତ୍ୱପୂର୍ଣ୍ଣ ହବନି। ତେଣୁ ଆମକୁ ସେଥିପାଇଁ ଏ ତିନିଟା ଜିନିଷ ଦରକାର ଅଛି। ଯେତେବେଳେ ବି ଆମେ ଏବେ କ୍ଲାସ ଶୁଣୁଛେ ତ କ୍ଲାସ ଶୁଣୁଛେ ମାନେ ସାଧୁ ସଙ୍ଗ କରୁଛେ, କିନ୍ତୁ ସେଇଟାକୁ ଆମେ ଫଟକିନି କ୍ଲାସ ପରେ ଭୁଲି ଯାଉଛେ କି ତାର ବ୍ୟବହାରିକ ପ୍ରୟୋଗରେ ଆମେ ଆଣିପାରୁନେ, ତାହେଲେ ସେଇଟା ସାଧୁସଙ୍ଗ ହବନି। ସାଧୁସଙ୍ଗ ମାନେ ଆମ ଜୀବନରେ ଗୋଟେ ଆଖି ଦୃଶ୍ୟ ପରିବର୍ତ୍ତନ ଆସିବ ହେଲା। ତେଣୁ ସେଥିପାଇଁ ପ୍ରଭୁପାଦଙ୍କୁ କିଏ ପଚାରିଲେ, ପ୍ରଭୁପାଦ କି ଜଣେ ଟ୍ରୁ ଫଲୋଅର କୃଷ୍ଣ କନସିୟସନେସ ର ଜଣେ ଟ୍ରୁ ଫଲୋଅର ବୋଲି କେମିତି ଜଣେ ଜାଣିବ? ତ ପ୍ରଭୁପାଦ କହିଲେ କି ହି ମଷ୍ଟ ବି ଏ ପରଫେକ୍ଟ ଜେଣ୍ଟଲମ୍ୟାନ। ପ୍ରଭୁପାଦ କଣ କହୁଛନ୍ତି, ସେ ଜଣେ ଜେଣ୍ଟଲମ୍ୟାନ ହେଇଥିବା ଦରକାର। ଜେଣ୍ଟଲମ୍ୟାନ ବୋଲେ କେମିତି ଜାଣିବ ପୁଣି? ସେ କଣ ଖାଲି ସୁଟ ବୁଟ ପିନ୍ଧିଥିବ? ନାଇଁ, ଜେଣ୍ଟଲମ୍ୟାନ ମାନେ ଯିଏ ଚାରିଟି ନିୟମ ପାଳନ କରୁଥିବ। କିନ୍ତୁ ବହୁତ ଟାଇମ ରେ ଆମେ ଚାରିଟି ନିୟମକୁ ଫଟାଫଟ ଭୁଲି ଯାଆନ୍ତି, କିନ୍ତୁ ଆମକୁ ମନେ ରଖିବାର ଅଛି ତାକୁ ସୂକ୍ଷ୍ମରୁ ସୂକ୍ଷ୍ମ ଲେବଲ ପର୍ଯ୍ୟନ୍ତ ପାଳନ କରିବାର ଅଛି। ପ୍ରତିବନ୍ଧକ ଆସିପାରେ, କିନ୍ତୁ ଫାଷ୍ଟ ଆମ ଅଣ୍ଡରଷ୍ଟାଣ୍ଡିଂ ଆସିବାର ଅଛି କି ନାଇଁ ଏଇଟା ଏଇ ଜିନିଷ ଡିଫରେନ୍ସିଏଟ କରିପାରୁଥିବା ଦରକାର, ଡିସକ୍ରିମିନେଟ କରିପାରୁଥିବା ଦରକାର। ତାପରେ ଆମେ ଡିଟରମାଇଣ୍ଡ ହେଇକି ସେଇ ଯାହାବି ଆମକୁ ବୁଝା ପଡିଲା ସେଇ ଆଧାରରେ ଆମେ କର୍ମ କରିବା। ତେଣୁ ନୋ ମିଟ୍ ଇଟିଂ, ନୋ ଗ୍ୟାମ୍ବଲିଂ, ନୋ ଇଲିସିଟ୍ ସେକ୍ସ, ନୋ ଇଣ୍ଟକ୍ସିକେସନ। ତେଣୁ ଏଇ ଚାରିଟା ଜିନିଷ ଜଣେ ନିଶ୍ଚୟ ଯଦି ପାଳନ କରୁଛି, 100% ପାଳନ କରୁଛି, ଆଉ ଭଗବାନଙ୍କର ନାମ ନଉଛି, ତାହେଲେ ସେ ପରଫେକ୍ଟ ଜେଣ୍ଟଲମ୍ୟାନ। ପରଫେକ୍ଟ ଜେଣ୍ଟଲମ୍ୟାନ। ତେଣୁ ସେଥିପାଇଁ ଗୋଟେ ଜାଗାରେ ପ୍ରଭୁପାଦ କହିଛନ୍ତି, ଦିସ୍ ୱାର୍ଲ୍ଡ ଇଜ ନଟ୍ ଫର ଜେଣ୍ଟଲମ୍ୟାନ। ତାହେଲେ ବୁଝିଯିବ କଣ କରିବାର ଅଛି। ତ ପ୍ରଭୁପାଦଙ୍କୁ ସେଇ ରିପୋର୍ଟର ପଚାରୁଛନ୍ତି ସ୍ତ୍ରୀ ଲୋକଙ୍କ ବିଷୟରେ ଆପଣଙ୍କର କଣ ରାୟ ଅଛି, ପ୍ରଭୁପାଦଙ୍କୁ ପଚାରୁଛନ୍ତି। ତ ପ୍ରଭୁପାଦ କହିଲେ ସେମ ରାଇଟ୍ସ, ସେମ ପ୍ରିନ୍ସିପଲ। କାହା ପାଇଁ କମ ବେଶୀ ନାହିଁ, ସ୍ତ୍ରୀ ମାନଙ୍କ ପାଇଁ ଯାହା ପୁରୁଷ ଲୋକଙ୍କ ପାଇଁ ସେଇୟା ଅଛି। ତେଣୁ ଦେଖନ୍ତୁ, ଆମେ ଯଦି ଆଜିର ସମାଜରେ ଆମେ ଦେଖୁଛେ କେତେ ଭୟାନକ ପରିସ୍ଥିତି ହଉଛି, ଆଏ ଦିନ ଆମେ ନ୍ୟୁଜ ପେପରରେ ପଢନ୍ତୁ କି ଅନଲାଇନ ମାନେ ନ୍ୟୁଜ ପେପର ନ୍ୟୁଜ ଦେଖନ୍ତୁ ୟୁଟ୍ୟୁବ ବଗେରାରେ ଦେଖିବେ କେତେ ରେପ୍ ମର୍ଡର, କେତେ ସବୁ ସ୍ମଗଲିଂ, କେତେ କଣ ସବୁ ହଉଛି। ସବୁ ଜିନିଷକୁ ଆମେ ଚାରିଟା ନିୟମ ଭିତରେ ବାନ୍ଧି ଦଉଛେ, ଚାରିଟା ନିୟମ ମୋଟା ମୋଟା, କିନ୍ତୁ କେତେ ଆକ୍ଟିଭିଟିଜ ଅନଲିମିଟେଡ ଆକ୍ଟିଭିଟିଜ ହଉଛି। ସେଥିପାଇଁ ଆମେ ମଣିଷ ଭଳିଆ ଆଉ ନାହାନ୍ତି। ଏଥିପାଇଁ ମୁଁ ଜାଣିନି କେମିତି ଇଂଲିଶ ରେ କହିଦେଇଛନ୍ତି ମ୍ୟାନ ଇଜ ଏ ସୋସିଆଲ ଆନିମଲ। ତ ସୋସିଆଲ ଆନିମଲ କାହିଁକି କହିଛନ୍ତି, ଆକ୍ଚୁଆଲି ଆମ ଭିତରେ ପଶୁର ପ୍ରବୃତି ଅଛି। ଆହାର ନିଦ୍ରା ଭୟ ମଧ୍ୟକୁ ଆମେ ତାକୁ ବହୁତ ଭୟାନକ ରୂପରେ ପ୍ରେଜେଣ୍ଟ ହଉଛି ଆଜି। ତେଣୁ ସେଥିପାଇଁ ଆମେ ମଣିଷ ଏକ୍ସପିରିଏନ୍ସ, ଯେତେବେଳେ ମଣିଷ ଜୀବନ ଅଛି, ମଣିଷ ଜୀବନରେ ହିଁ ଆମେ ପରିବର୍ତ୍ତନ ଆଣିପାରିବା। ଆଉ ମଣିଷ ଜୀବନ ହିଁ ଆମେ ଆମର ଯୋଉ କର୍ମ କରିବାର ଯୋଉ ପ୍ଲାଟଫର୍ମ ଅଛି ଚେଞ୍ଜ କରିପାରିବା। ସ୍ଲିପିଂ, ଇଟିଂ, ସ୍ଲିପିଂ, ମିଟିଂ, ଡିଭୋଟିଂ ଯାହା ବି ଅଛି, ଆମେ ମଣିଷ ଜନ୍ମରେ ହିଁ ତାକୁ ପିଓର କରିପାରିବା। ଜଣେ ତମ ଗୁଣୀ ଲୋକ ଅଛି, ଆଳସ୍ୟ, ନିଦ୍ରା, ପ୍ରମାଦ, କି ରଜଗୁଣୀ ଅଛି, ଲଷ୍ଟ, ଆଙ୍ଗର, ଗ୍ରିଡ ତା ଭିତରେ ଅଛି, କିନ୍ତୁ ତାକୁ ସେ ସତ୍ୱ ଗୁଣକୁ ଆଣିପାରିବ। ଗୋଟେ ପଶୁକୁ କେବେ ତମେ କହିବ କି ନାଇଁ ଗୋଟେ କାମ କର, ତୁ ଖାଇବୁ, ତୋ ପାଇଁ ଗୋଟେ ଆସନ ଦିଆଯିବ। ବାଘକୁ କିଏ କହିବ, କୁକୁରକୁ କହିବ କି ତାକୁ ଗୋଟେ ଆସନ ଦିଆଯିବ ଖାଇବା ପୂର୍ବରୁ, ସାମ୍ନାରେ ପ୍ଲେଟ ରହିବ, ସେ ଗୋଟେ ଭଗବାନଙ୍କୁ ମୁଣ୍ଡିଆ ମାରିକି ଖାଇବ? ହବନି। ତେଣୁ ମଣିଷ ମାନେ ହିଁ କରିପାରିବେ। ତେଣୁ ମଣିଷ ସଭ୍ୟତାରେ ଏସବୁ ଜିନିଷ ସମ୍ଭବ। ନହେଲେ ତ ଓଡିଆରେ କହନ୍ତି ନା ଚାରି ଗୋଡିଆ ମଣିଷ। ଚାରି ଗୋଡିଆ ମଣିଷ ମାନେ କଣ? ପଶୁ। ତେଣୁ ସେଥିପାଇଁ ଏସବୁ ଜିନିଷ ଦେଖନ୍ତୁ, ସିଗରେଟ ଟାଣିବା ଗୋଟେ ଥିଓରିଟିକାଲ ନଲେଜ। ସିଗରେଟ ଟାଣିବା ଯଦି ଆମେ ଜାଣିଲେ ସିଗରେଟ ଟାଣିବା ନାହିଁ, ତା ଉପରେ ବି ଲେଖା ହଉଛି କି ସିଗରେଟ ଟାଣିବାର ନାହିଁ। ତ ଆମର ଇଣ୍ଟେଲେକ୍ଚୁଆଲ ଅଣ୍ଡରଷ୍ଟାଣ୍ଡିଂ ଆସିବା ଦରକାର କି ସିଗରେଟ ଟାଣିବାର ନାହିଁ ବୋଲି। ତବେ ବହୁତ ଲୋକ ଅଛନ୍ତି, ସେମାନେ କଣ କରନ୍ତି କି ସେଇ ଭୁଲ ଟା କରନ୍ତି, ତାପରେ ତାଙ୍କ ଚେତା ପଶେ, ପୁଣି କହନ୍ତି ନାଇଁ ମୁଁ କରିବିନି ବୋଲି। ତେଣୁ ରିଅଲାଇଜେସନ, ଆମେ ଭାବନ୍ତି ସବୁବେଳେ କି ଆମକୁ ସବୁ ଜିନିଷକୁ ଦୁନିଆରେ ଟେଷ୍ଟ କରିବାର ଅଛି। ଏଇଟା ଗୋଟେ ଭଲ ଜିନିଷ ନୁହେଁ। କାହିଁକି? କାହିଁକି ନା ସମୟର ସାପେକ୍ଷତା ଅଛି। ଆଉ ଆମର ଜୀବନର ଲକ୍ଷ୍ୟ ଏଇ ସବୁ ଜିନିଷ ନୁହେଁ କେବେ। ଯଦି ଏସବୁ ଜିନିଷ ସଂସାରକୁ ଭୋଗ କରିବା, ଯଦି ଏଇ ପ୍ରବୃତ୍ତି ଟା ଆମର ଲକ୍ଷ୍ୟ ହେଇଥାନ୍ତା, ତାହେଲେ ଆମେ କାହିଁକି ଦୁଃଖ ଭୋଗନ୍ତି?
କାହିଁକି ସବୁ ଏତେ ସମସ୍ୟା ଆସନ୍ତା? ନାହିଁ ବୋଲି ସମସ୍ୟା, ଜୀବନ ଲକ୍ଷ୍ୟ ଏଇଟା ନୁହଁ ବୋଲି ସଂସାରକୁ ଭୋଗ କରିବାଟା ଜୀବନ ଲକ୍ଷ୍ୟ ନୁହେଁ ବୋଲି ଆମେ ଏଠି ଯେହେତୁ ଭୋଗ କରୁଛେ, ଭୋଗରୁ ରୋଗ। ଯଦି ଭୋଗ କରୁଛେ ତାହେଲେ ରୋଗ ଆସିବ। କିନ୍ତୁ ଅପରପକ୍ଷରେ ସେଥିପାଇଁ ଆମକୁ ପ୍ରଭୁପାଦ କହୁଛନ୍ତି ଗୋଟେ ଲେବଲରେ ଅଛି ବିଙ୍ଗ। ବିଙ୍ଗ ମାନେ ଆମେ ଜାଣିଲେ ଏଇଟା ଠିକ ବୋଲି ଏଇଟା ଭୁଲ ବୋଲି, ଏଇଟା ଚାରିଟା ନିୟମ ଭିତରେ ଆସି ଯାଉଛି, ଆମକୁ କରିବାର ନାହିଁ ଏସବୁ ଜିନିଷ। ନା? ଆଉ କିଏ କହିପାରିବ କି ଚାରିଟା ନିୟମ ଭିତରେ ମୁଁ ଜାଣିଲିଣି ଏଇଟା ଭୁଲ ଏଇଟା ଠିକ ବୋଲି। ତାପରେ ନେକ୍ସଟ ଷ୍ଟେଜ ଆସିଲା କାମ କରିବା, ପ୍ରାକ୍ଟିକାଲ ଲାଇଫରେ ଉତାରିବାର ଅଛି। ଯଦି ଆମେ ଉତାରୁନେ ତାହେଲେ ବହୁତ ପ୍ରୋବ୍ଲେମ ହବ, ଆଗକୁ ଭକ୍ତି ଆମେ କରିପାରିବାନି। କାହିଁକିନା ଆମକୁ ସାକ୍ରିଫାଇସ କରିବାର ଅଛି ଆମର ଏଞ୍ଜୟିଂ ନେଚରକୁ। ତେଣୁ ଫାଷ୍ଟ ବିଙ୍ଗ ଷ୍ଟେଜ, ବିଙ୍ଗ ଷ୍ଟେଜ ମାନେ ଆମେ ଜାଣିଲେ। ଡୁଇଙ୍ଗ ଷ୍ଟେଜ, ଡୁଇଙ୍ଗ ଷ୍ଟେଜରେ ଆମେ ସେଟାକୁ କରିଲେ। ତାପରେ ଗୋଟେ ଦିନ ଆସିବ ସ୍ୱତଃପ୍ରବୃତ୍ତ ଭାବରେ ହେଇଯିବ, ଏଇଟା ଆମେ ନଲେଜ ପ୍ଲାଟଫର୍ମରେ ଥିବା। ତେଣୁ ବିଙ୍ଗ, ଡୁଇଙ୍ଗ, ନୋଇଙ୍ଗ, ଏ ତିନିଟା ଜିନିଷ ଆମକୁ ଭକ୍ତି ଜୀବନରେ ଆପଣେଇବାର ଅଛି। ଯେକୌଣସି ନିର୍ଦ୍ଦେଶ ଆମକୁ ମିଳୁଛି ତ ଲାଭ କଣ? ଜୀବନରେ ଆମେ ଲକ୍ଷ୍ୟ ଜାଣିପାରିବା କି ଜୀବନ ଗୋଟେ ବହୁତ ସୁନ୍ଦର ଲକ୍ଷ୍ୟ ଅଛି, କି ଭଗବାନ, କି ଭଗବାନ ନିଜ ବିଷୟରେ ଜାଣିବା, ପ୍ରଥମେ ଭଗବାନଙ୍କ ବିଷୟରେ ଜାଣିବା, ଭଗବାନ ଆଉ ଆମ ଭିତରେ ଯୋଉ ସମ୍ପର୍କ ଅଛି ସେ ସମ୍ପର୍କ ବିଷୟରେ ଜାଣିବା, ଆଉ ସେ ସମ୍ବନ୍ଧ ଟାକୁ ପୁନଃ ଜାଗୃତି କରିବା ପାଇଁ ଆମକୁ କଣ କଣ କରିବାକୁ ପଡିବ ସେଇଟା ବି ଜାଣିବା। ତେଣୁ ଏତେ ଉନ୍ନତ ଲକ୍ଷ୍ୟ ଅଛି, କାହିଁକି ଆମେ ସଂସାରରେ ପୁଣି ଭଟକି ଯିବା? ସେଥିପାଇଁ ପ୍ରଭୁପାଦ କୁହନ୍ତି ଆମକୁ ସୁନ୍ଦର ରୂପେ ପ୍ରଶିକ୍ଷିତ ହବାର ଅଛି, ଟ୍ରେନ ହବାର ଅଛି। ଆମର ଏଜୁକେସନ ଶିକ୍ଷା ପ୍ରଣାଳୀ ମାଧ୍ୟମରେ, ଆମର ଆଚାର ବ୍ୟବହାର ମାଧ୍ୟମରେ, କି ଆମର ଚରିତ୍ର ମାଧ୍ୟମରେ, ଆଉ ଧର୍ମ ମାଧ୍ୟମରେ, ଚାରିଟା ଜିନିଷ ମାଧ୍ୟମରେ ଆମକୁ ପ୍ରପରଲି ବଢିଆ ସେ ଟ୍ରେଣ୍ଡ ହବାର ଅଛି। ଟ୍ରେଣ୍ଡ ହେଲେ ହିଁ ପାଇବା। ପ୍ରଭୁପାଦ ଗୋଟେ କୋଟେସନ ମୁଁ ଆଜି ପଢୁଥିଲି ଭକ୍ତି ରସାମୃତ ସିନ୍ଧୁର, ତ ପ୍ରଭୁପାଦ କହୁଛନ୍ତି ପ୍ରଭୁପାଦ କଣ କହୁଛନ୍ତି କି ଯୋଉ କୃଷ୍ଣ ଭାବନା ମତରେ ଆସୁଥିବା ଗୋଟେ ନୂଆ ଲୋକ ବି, ନୂଆ ଲୋକ, ସିଏ କଣ କରେ? ସିନେମା ଦେଖିବା ଭୁଲିଯାଏ, ସିନେମା ଦେଖା ଛାଡିଦିଏ, ନାଇଟ କ୍ଲବ ଛାଡିଦିଏ, ନେକେଡ ଡ୍ୟାନ୍ସ ସେଇଟା ବି ଛାଡିଦିଏ, ରେଷ୍ଟୁରାଣ୍ଟ ଯାଇକି ବିଭିନ୍ନ ଖାଇବା ପିଇବା କରିବା ତାକୁ ବି ଛାଡିଥାଏ, ମଦ ଦୋକାନ ଭୁଲିଯାଏ, ସ୍ମୋକିଂ, ଡ୍ରିଙ୍କିଂ, ଥିଏଟର, ସିନେମା ବଗେରା, ମୋବାଇଲ ଆକ୍ସେସିବଲି ୟୁଜ, ଯୋଉଟା ଆମେ ଭକ୍ତି ଓରିଏଣ୍ଟେଡ ନୁହେଁ, ସବୁ କିଛି ଛାଡିଦିଏ। ନୂଆ ଭକ୍ତ, କମ୍ପ୍ଲିଟଲି ଫ୍ରିଡ। ଭାବନ୍ତୁ, ସେ ପେପର ବି ପଢେନି, ଭାବ ପେପର ପଢେନି, କିଛି ଆଲତୁ ଫାଲତୁ ଜିନିଷ ନାହିଁ, କିଛି ବି ନାହିଁ, ପୁରା ପିଓର। ସେ କିଛି ସବୁ ଛାଡିଦିଏ। ଦେଖିଥିବ କେତେବେଳେ ଗୋଟେ ମାନେ ଇନକ୍ଲିନେସନ ନାହିଁ କି ନାଇଁ ବୁଲିବାକୁ ଯିବା, ଟିକେ ନାଇଁ ଯିବାର ନାହିଁ ମତେ, କାହିଁ ସେ କରେ କଣ? ସେ ତା ସମୟ ଟାକୁ ବଞ୍ଚାଏ ତାକି ସେ ତାର ଯାହା ମଟେରିଆଲ ଡ୍ୟୁଟି ଅଛି ତାକୁ ବଢିଆ ସେ କରିବ, ଆଉ ତାର ସ୍ପିରିଚୁଆଲ ଡ୍ୟୁଟି ଟା ସେ କରିବ। ତାର କ୍ୟାରେକ୍ଟର ଟାକୁ ଡେଭଲପ କରିବାର ଅଛି, ଆଲତୁ ଫାଲତୁ ନନସେନ୍ସ ଜିନିଷରେ ପଶିବାର ନାହିଁ, ଅଟୋମେଟିକାଲି ଏଇଟା ହେଇଯାଏ। ପ୍ରଭୁପାଦ ତାଙ୍କ ଟାଇମ ରୁ ହିଁ କହୁଛନ୍ତି ସବୁ ଜିନିଷ। ଜଣେ ଶୁଦ୍ଧ ଭକ୍ତିର ଲକ୍ଷଣ ହେଲା ସିଏ ତାର ହାଇ କ୍ୟାରେକ୍ଟର ଥିବ, ପୁରା ହାଇ କ୍ୟାରେକ୍ଟର, କୌଣସି ମାନେ ତାକୁ କେହି କହନ୍ତିନି ଓଡିଆରେ ଆଙ୍ଗୁଳି ଉଠେଇକି କହି ବି ପାରିବେନି, ହାଇ କ୍ୟାରେକ୍ଟର ତାର ଥିବ ନିଶ୍ଚୟ। ଆଉ କେବେ କେବେ ହୁଏ ଏମିତି କି ଆମେ ଯେମିତି କହୁଥିଲି ଏଭ୍ରି ସେଣ୍ଟ ଆଜ ଏ ପାଷ୍ଟ, ଆମର ପୂର୍ବବର୍ତ୍ତୀ ଜୀବନ କାଳ ଭିତରେ ଆମେ କିଛି ଭୁଲ କରିପାରନ୍ତି, କିନ୍ତୁ ଯୋଉ ଦିନ ଆମେ ପ୍ରତିଶ୍ରୁତିବଦ୍ଧ ହୁଅନ୍ତି ଭଗବାନଙ୍କ ସାମ୍ନାରେ, ଗୁରୁଙ୍କ ସାମ୍ନାରେ, କି ଆଠ ଆଜିଠାରୁ ମୁଁ କିଛି ଭୁଲ କରିବିନି ବୋଲି, ସେଇଠୁ କାଉଣ୍ଟ କରିବାର ଅଛି। ଏମିତି ହୁଏ କି ନାଇଁ ପୁରା କ୍ୟାରେକ୍ଟର ଲେସ ରୁ ହାଇ କ୍ୟାରେକ୍ଟର ହେଇପାରିବ? ନା, ଭଗବାନ କହିଛନ୍ତି ଅବ୍ୟଭିଚାରିଣୀ ଭକ୍ତି ମାଧ୍ୟମରେ ହେଇପାରିବ। ଯାହା ବି ହଉ, ଯଦି କେହି କୃଷ୍ଣ ଭାବନାମୃତ ନୁହନ୍ତି, ଯଦି କିଏ କୃଷ୍ଣ କନସିୟସ ନୁହନ୍ତି, ତାହେଲେ ସେ ଅଧଘଣ୍ଟା ବସି ପାରିବନି। ବାବୁ, ଭଲ ଗୁଣ ପର କଥା। ଶାସ୍ତ୍ରରେ ଭାଗବତରେ କୁହାଯାଇଛି ରାମ ଭକ୍ତସ୍ୟ କୁତୁ ମହତ ଗୁଣା ମନୋରଥିନ ଧାବତି ସବାଇ। ଯିଏ ଭଗବାନଙ୍କର ହରିଙ୍କର ଭକ୍ତ ନୁହଁ, ତା ପାଖରେ କୌଣସି ବିଶେଷ ଭଲ ଗୁଣ ନଥାଏ, ସେ କେବଳ ତାର ମନର ବେଗରେ ନିଜେ ଦୌଡୁଥାଏ, ଆଉ କିଛି ନାହିଁ। ପୂର୍ବ ଜନ୍ମର କର୍ମର ସ୍ୱୀକୃତି ଅଛି, ପୁଣ୍ୟ କରିଛି ଟିକେ, ଭଲ ଗୁଣ ମିଳିଛି, ପୁଣ୍ୟ ସରିଗଲା ଭଲ ଗୁଣ ବି ସରିଗଲା। ଗୋଟେ ଏକ୍ଜାମ୍ପଲ ଦଉଛି, ଆମେ ମାନେ କଲେଜରେ କିଏ ପଢୁଛି, କିଏ ବାହାରେ କାମ କରୁଛି, ଯାହାବି, ତ ଆମେ ମାନଙ୍କ ଭିତରେ ଆମେ ଦେଖୁଛୁ ଗୋଟେ ଖରାପ ଜିନିଷ, ଯାଉ ରାସ୍ତାରେ ଯାଉଛୁ ଗୋଟେ ଖରାପ ଜିନିଷ ଦେଖିଦେଲୁ, ତୁରନ୍ତ ଆମେ ଇନ୍ଦ୍ରିୟ ମାଧ୍ୟମରେ ଗ୍ରହଣ କଲୁ, କିଛି ଗୋଟେ ଶୁଣିଦେଲୁ, ଫଟାକିନା ଆମେ, କେହି ଗୋଟେ ଦେଖିଥିବ କାହା ସାଙ୍ଗରେ କିଏ କଥା ହଉଥିବ, ଛୋଟ ଜିନିଷ କହିଦେଇଥିବ, ଆମକୁ ଏତେ ଜୋର ସେ ବାଧି ଯାଇଥିବ କି ଆମେ ଦିନ ସାରା ତାରି ଉପରେ ହିଁ ଭାବୁଥିବା। ତେଣୁ ସେଥିପାଇଁ ଆମେ ପ୍ରଭାବିତ ହେଇଯାଆନ୍ତି, ଆମେ ପ୍ରଭାବିତ ହେଇଯାଆନ୍ତି ଆମ ଚତୁଃପାର୍ଶ୍ଵରେ ଯୋଉ ଲୋକମାନେ ରହିଲେ। ଆମେ କଣ, ଗୋଟେ କ୍ଷୀର ଅଛି, କ୍ଷୀରରେ ଆମେ ଖାଲି ପାଣି ଢାଳିବା, ତ କଣ ହବ? ଦିନେ ସମୟ ଆସିବ କ୍ଷୀରର ଯୋଉ ତାର ଗୁଣବତ୍ତା ହିଁ ରହିବନି, ତ ସେଟାକୁ ସେ ପାଣି ସହିତ ମିଶିଗଲା। ତ ଆମେ ନିଜର ସଙ୍ଗ ଦବା ବଦଳରେ କଣ ହେଇଯାଏ,
ପାଣି ସହିତ ପାଣି ଭଳିଆ ମାନେ ଯୋଉମାନେ ନନ୍ ଡିଭୋଟି ଥାଆନ୍ତି ତାଙ୍କ କଥା ଶୁଣନ୍ତି, ତାଙ୍କ ସାଙ୍ଗ ହୁଅନ୍ତି, ମାନେ ଯେମିତି ସଙ୍ଗ ସେମିତି ରଙ୍ଗ। ଏବେ ଗୋଟେ ପିଲା କଣ କରିବ, ଯୋଉ କ୍ଷୀର ଅଛି କ୍ଷୀରକୁ ସିଏ ଦହି ବନେଇବ, ଦହିକୁ ବଢିଆ ସେ ଚର୍ନ କରିବ, ତା ଦେହରେ ଲହୁଣୀ ବନେଇବ। ତ ଲହୁଣୀ ବନେଇଲେ ଲହୁଣୀ କେବେ ପାଣିରେ ମିଶେନି, ଲହୁଣୀ କେବେ ବି ପାଣିରେ ମିଶେନି, କ୍ଷୀରଟା ପାଣିରେ ମିଶିଯିବ। ଲହୁଣୀରେ ଆପଣ ଲହୁଣୀକୁ ଆମେ ପାଣିରେ ମିଶେଇ ପାରିବାନି। ତେଣୁ ତ ଲହୁଣୀ ଭଳିଆ ହବାର ଅଛି, ବଟର ଭଳିଆ ହବାର ଅଛି। କାହିଁକି ନା ଆମେ ଆମର ଗୁଡ କ୍ୱାଲିଟି କି ଯାହା ବି କୃଷ୍ଣ କନସିୟସ ନେଚର ଅଛି ତାକୁ ଅନ୍ୟକୁ ସେୟାର କରିବା, ନା କି ଅନ୍ୟର ଯାହା ବି ପ୍ରବୃତ୍ତି ଅଛି ଖରାପ ପ୍ରବୃତ୍ତି ଯୋଉଟା ଆମର ଭକ୍ତି ମାର୍ଗକୁ ଆମକୁ ସହାୟକ ହବନି ତାକୁ ଗ୍ରହଣ କରିବା ନାହିଁ। ବାୟ ଡିଫଲ୍ଟ ଆମର ଅର୍ଜେସ ଥାଏ କି ନାଇଁ ସିଏ ଗୋଟେ କଲେ ତ ମୁଁ ଗୋଟେ କଣ କହିଦେବି ଫଟକିନି, ସିଏ କହୁଛି ନା ଏଇଟା ଏମିତି ଏମିତି ସେମିତି, ସିନେମା ଡ୍ରେସ ପତ୍ର ଯେତେ ସବୁ ମାନେ କହିପାରିବା ମଟେରିଆଲିଷ୍ଟିକ ଲାଇଫ ଆମେ ମେଣ୍ଟେନ କରିକି ରଖିଛେ, ଆମେ ଛାଡିବା ପାଇଁ ନାରାଜ। ଏଥିପାଇଁ କିଛି ବିଶେଷ ଲାଭ ହବନି, ତେଣୁ ଆମକୁ ଧୀରେ ଧୀରେ ଗ୍ରୋ କରିବାର ଅଛି, ହାଇ କ୍ୟାରେକ୍ଟର ଡେଭଲପ କରିବାର ଅଛି। ତେଣୁ ସମସ୍ତଙ୍କୁ ମିଳିଥିବ କଣ ସେଟା ଆମର ପିଡିଏଫ ମିଳିଥିବ, ପିଡିଏଫ ତ ନୁହଁ ୱାର୍ଡ ଫାଇଲ ଥିବ ମିଳିଥିବ, ସମସ୍ତେ ଦେଖିବ ତ ସେଇଠି ପାଷ୍ଟ ଅଛି ଲର୍ନିଂ ଟୁ ଲଭ ଗଡ ଲର୍ଡ ଅର୍ ଲର୍ଡ ଚିଲଡ୍ରେନ। ସାଧୁମାନେ ସେଥିପାଇଁ କଣ କରନ୍ତି, ପଣ୍ଡିତା ସମଦର୍ଶିନା, ସାଧୁମାନେ ଜାଣନ୍ତି କି ତାଙ୍କର ଟ୍ରୁ ନଲେଜ ଥାଏ, ହୃଦୟରେ ସେମାନେ ଜାଣନ୍ତି କି ଭଗବାନ ସର୍ବତ୍ର ବିଦ୍ୟମାନ, ସବୁ ଜୀବଙ୍କ ହୃଦୟରେ ଅଛନ୍ତି। ସେଥିପାଇଁ ସେ ବ୍ରାହ୍ମଣ ହଉ, ଗୋଟେ ଗାଈ ହଉ କି ପଣ୍ଡିତ ଲୋକ ବି ଯାହା ହାତୀ ହଉ କି କୁକୁର ହଉ କି ଚଣ୍ଡାଳ ବି ହଉ, ସମସ୍ତଙ୍କୁ ସମାନ ଭିଜନ ଦେଖେ। ଭଗବତ ଗୀତା ପଞ୍ଚମ ଅଧ୍ୟାୟ 18 ନମ୍ବର ଶ୍ଲୋକରେ ବୋଧେ ଅଛି ପଣ୍ଡିତା ସମଦର୍ଶିନ। ସେଥିପାଇଁ ନର୍ମାଲ ଗୋଟେ ଷ୍ଟୁଡେଣ୍ଟ ଯେ କୃଷ୍ଣ ଭାବନା ମତରେ ବି ଅଛି, ସିଏ ବି ଜାଣିଥାଏ କି ଏତେ ଯୋଉ ପଶୁ ପକ୍ଷୀ ଗଛ ଲତା କୁକୁର ମାଙ୍କଡ ବିଲେଇ ଯିଏ ବି ସବୁ ଅଛନ୍ତି ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖେ। ସିଏ ମଟେରିଆଲ ଯୋଉ କହିପାରିବା ମଟେରିଆଲ ଡିଷ୍ଟିଂସନ ଅଛି ତାକୁ ସେ ଆକ୍ନଲେଜ କରେ, ଆଉ ସ୍ପିରିଚୁଆଲ ଡିଷ୍ଟିଂସନ କଣ ଯୋଉ ଇକ୍ୱାଲିଟି ଅଛି ସମସ୍ତେ ଭଗବାନଙ୍କର ମାନେ ଅଣୁ ଆତ୍ମା ବୋଲି, ତାକୁ ସିଏ ଆପ୍ରିସିଏଟ କରେ। ଏମିତି ନୁହଁ କି ମତେ ବସେଇବାର ଅଛି, ଗୋଟେ ଆସନ ଦେଇକି ମାନେ କୁକୁରକୁ ଆଣିକି ବସେଇ ପାରିବିନି, ଗୋଟେ ବ୍ରାହ୍ମଣ ଲୋକକୁ ଆଣିକି ବସେଇ ପାରିବି, ଗୋଟେ ସାଧୁ ଲୋକକୁ ଆଣିକି ବସେଇ ପାରିବି। ସାଧୁ ଲୋକ ବସିଥିବ ଗୋଟେ ସିଟ ରେ, ତାକୁ ସେମ ସିଟ ରେ ଆଉ ଗୋଟେ କୁକୁରକୁ ବସେଇବି, ଏମିତି ହବନି। ତ କହିବାର ମେଟେରିଆଲ ଡିଷ୍ଟିଂସନ କୁ ଆକ୍ନଲେଜ କରିବାର ଅଛି, ସ୍ପିରିଚୁଆଲ ଇକ୍ୱାଲିଟି କୁ ଆପ୍ରିସିଏଟ କରିବାର ଅଛି। ତେଣୁ ଗୋଟେ ନୂଆ ଭକ୍ତ ବି ସେ ଜାଣିଥାଏ କି ସମସ୍ତେ ଭଗବାନଙ୍କର ସନ୍ତାନ ବୋଲି, ସମସ୍ତଙ୍କ ଭିତରେ ଭଗବାନଙ୍କର ଆତ୍ମା ଅଛି ବୋଲି ସେ କିଛି ଡିଷ୍ଟିଂସନ କରେନି। ସେ ଜାଣେ ୟାକୁ କୁକୁରର ଡ୍ରେସ ମିଳିଛି, ଆକୁ ମଣିଷର ଡ୍ରେସ ମିଳିଛି, ଆକୁ ପାରାର ଡ୍ରେସ ମିଳିଛି, ସେ ଏତିକି ଜାଣିଥାଏ। ଅଲ୍ଟିମେଟଲି ଜାଣିଥାଏ ଶରୀରକୁ କିଏ ବାହନ କରିକି ନେଇକି ଯାଉଛି, ଡ୍ରାଇଭ କରୁଛି, କିଏ ଡ୍ରାଇଭ କରୁଛି, ଆତ୍ମା ବୋଲି। ତ ଏତିକି ଅନୁଭବ ତାର ହେଇଯାଏ, ଆଉ ଜାଣିଥାଏ ଆତ୍ମା ପାଖରେ ପରମାତ୍ମା ବି ଅଛନ୍ତି। ତେଣୁ ଆମେ ଭିତରେ ଏଇ ଯେ ଆମେ ଏବେ ପ୍ରାକ୍ଟିସ କରୁଛେ ଭକ୍ତି, ସମସ୍ତେ ଆମେ ପ୍ରାକ୍ଟିସ କରୁଛେ, ତେଣୁ ଆମ ଭିତରେ ଏଇ ଗୁଣ କେମିତି ଆସିବ, ଯେତେବେଳେ ଆମେ ୟାର ଠିକ ଠିକ ପ୍ରଶିକ୍ଷଣ ନେଇଥିବା। ପ୍ରଶିକ୍ଷଣ ନୁ କେହି କହିପାରେ କି ଆମେ ଅନଲାଇନରେ ଶୁଣିପାରିବୁ, ଆନୁଗତ୍ୟ ସମ୍ପନ୍ନ ଯଦି ଆମେ ପ୍ରଶିକ୍ଷଣ ନବା, ଆମେ କାହିଁକି ଆସିଛେ ସଂସାରକୁ, ଆମେ ଶୁଦ୍ଧ ହବା ବୋଲି। ଶୁଦ୍ଧ ଆମେ ମନେ ମନେ ଯଦି ହେଇପାରିଥାନ୍ତେ, ନିଜ ହିସାବରେ ଯଦି ହେଇପାରିଥାନ୍ତେ, ମୁଁ ତ ମନେ ଅଛି ମୁଁ ଯେତେବେଳେ ପାଠ ପଢୁଥିଲି, ଯେତେବେଳେ ଗୋଟେ ଦିନ ଗୋଟେ ଟାଇମ ଟେବୁଲ ବନେଇବି, 2 ଦିନ ପରେ ତାକୁ ଚିଡିଦେବି, ପୁଣି ଆଉଥରେ ବନେଇବି ଆଉ ଗୋଟେ, ପୁଣି ଚିରିବି। ତ ଏମିତି ନାଇଁ ମାସେ ମାସେ ମୁଁ ଜଣା ନାହିଁ କେତେ କେତେ ଟାଇମ ଟେବୁଲ ଟା ରୁଟିନ ବନେଇକି ଚିରୁଥିଲି। କହିବାର ଉଦ୍ଦେଶ୍ୟ ଆମେ ଯଦି ଏକା ଏକା ସୁଧୁରି ଯାଆନ୍ତେ, ତାହେଲେ ଭଗବାନ କହନ୍ତି ଯୋଉ ଜନ୍ମ ପାଇଲେ ବି ତମେ ସୁଧୁରି ପାରିବ। କିନ୍ତୁ ସେଥିପାଇଁ ଆମକୁ ମଣିଷ ଜନ୍ମ ମିଳିଛି, ଯୋଉଥିରେ ଆମେ ଗୁରୁଙ୍କର ଆନୁଗତ୍ୟ ସ୍ୱୀକାର କରିକି ଆମେ ସାଧକ ହିସାବରେ କୃଷ୍ଣ ଭକ୍ତିକୁ ଅଭ୍ୟାସ କରୁଥିବା, କହିପାରିବା ପ୍ରାକ୍ଟିସନର ହିସାବରେ ଆମକୁ ସେଇ ନୀତି ନିୟମକୁ ହୃଦୟରେ ଧାରଣ କରିବାର ଅଛି। ଯେମିତି କେହି କେହି ଦେଖିଥିବ, ଆ କାହାକୁ ପଚାରିବି, ଚୋଳଗଙ୍ଗ ଅନମ୍ୟୁଟ କରିକି ତୁମେ କହିଲ ହରେ କୃଷ୍ଣ। ତମେ ଦେଖିଥିବ ରାସ୍ତାରେ ଭୁବନେଶ୍ଵରରେ ଦେଖିଥିବ ବି କି ଗଲା ବେଳେ ଗୋଟେ ଟ୍ରକ୍ ଥିବ, ଯୋଉ ଟ୍ରକ ରେ ଛୋଟ ଟ୍ରକ୍ ସେଥିରେ ଛୋଟ ଛୋଟ ଯୋଉ କଣ ସେଟା କହନ୍ତି କୁକୁଡା, କୁକୁଡା ସବୁ ପ୍ୟାକ୍ ହେଇକି ଥାଆନ୍ତି, ଭାଡି ଭାଡି କୁକୁଡା ଭାଡି ଗୁଡା ଦେଖିଥିବ। ତ କେମିତି ତମର ଅନୁଭବ ହୁଏ? କିମ୍ବା କେହି ଗାଈ ଦେଖିଥିବ, ଗାଈକୁ ପୁରା 10-15ଟା ଗାଈ, ଗାଈ ତ ପ୍ରାୟ କିଏ ଦେଖିନଥାନ୍ତି, ବୁଚର ସପ କିଏ ଯଦି ଦେଖିଥିବ, ଗୋଟେ କଂସେଇ ଖାନା, ଗୋଟେ ଗାଈ ମାନଙ୍କୁ ଟାଣି ଟାଣିକି ନେଇକି ଯାଉଥାନ୍ତି, ଗାଈ ମାନେ କାନ୍ଦୁଥାନ୍ତି, ଆଉ ସିଏ ଏମିତି ଟାଣୁଥାଏ ପଛକୁ, ଆଉ ଗାଈକୁ ଯିଏ ବୁଚର ଥାଏ କଂସେଇ ଖାନାରେ, ତ ସିଏ ତାକୁ ଟାଣୁଥାଏ ମାରିବା ପାଇଁ। କୋଉ ଭଳିଆ ଫିଲିଙ୍ଗସ୍ ଆସେ। ତ ଆମେ ସେତିକି ଆମେ ଘରେ ବସିକି ଚିକେନ ଅଣ୍ଡା ଆମଲେଟ ଖାଇଦଉଛେ,
କିନ୍ତୁ ଯେ ସତରେ ମଣିଷ ହେଇଥିବ, ସତରେ ତା ଭିତରେ ମଣିଷତ୍ୱର ଭାବନା ଥିବ, ସିଏ ଚେଷ୍ଟା କରିବ ମୁଁ ଯିବାର ଲାଳସା ପାଇଁ ଏତେ ନିମ୍ନ ସ୍ତରକୁ ଖସିଯିବି କେମିତି, ନିଶ୍ଚୟ ଚେଷ୍ଟା କରିବ। ସେ କେବେ ବି ସେ ଛୁଇଁ ପାରିବନି। ତ ସେଥିପାଇଁ ଶିଖିବା ଦରକାର କି ମୁଁ ବି ବଞ୍ଚୁଛି, ଅନ୍ୟକୁ ବଞ୍ଚିବାକୁ ଦବାର ଅଛି। ଆଉ ମୁଁ କେବଳ ବଞ୍ଚିଯିବି, ତାକୁ ତାର ଜୀବନର କଷ୍ଟରେ ମୁଁ ବଞ୍ଚି ଯାଉଛି, କିନ୍ତୁ ମୋ ଜୀବନରେ ମୁଁ କିଛି ତ୍ୟାଗ କରିବିନି। ମାନେ ଏଇଟା କହିବା ଥାର୍ଡ ଗ୍ରେଡ ଡୁପ୍ଲିସିଟି, ମାନେ ଭୟାନକ ଲୋକ। ଯାହା ବି ହଉ, ଆମ ଭିତରେ ଆମ ପାଖରେ ଗୋଟେ ଚାନ୍ସ ଅଛି, ଯୋଉମାନେ ବି ସାଧୁସଙ୍ଗ କରିବେ ତାଙ୍କ ଭିତରେ ଚାନ୍ସ ଅଛି ସେ ଭଗବାନଙ୍କର ନାମ ନେଇକି ତାଙ୍କର ଯୋଉ ଚରିତ୍ର ଅଛି ତାକୁ ଅପଲିଫ୍ଟ କରେଇ ପାରିବେ। ଚରିତ୍ରକୁ ଅପଲିଫ୍ଟ କରିବା ପାଇଁ କ୍ରୁଏଲିଟି, ଯଦି କାହା ଭିତରେ ହୃଦୟରେ ନିର୍ଦୟତା ଅଛି ସେ ଦୟାବାନ ହେଇଥିବ। ତ ଏବେ ଆମେ ସମସ୍ତେ ସମସ୍ତେ ଦେଖ, ମୁଁ ଯୋଉଟା ପଠେଇଛି ଫାଷ୍ଟ ଆକ୍ଟିଭିଟି ଟା ଆମେ ସମସ୍ତେ କରିବା ଏଇଟା, କାରଣ ଏଇ ଆକ୍ଟିଭିଟି ଆମେ ବୁଝିଗଲେ ହେଇଯିବ। ସମସ୍ତେ ଓପନ କର, ଆନାଉନ୍ସମେଣ୍ଟ ଗ୍ରୁପ ରେ ଅଛି। ଯୋଉମାନେ ଭିଡିଓ ଅଫ୍ କରିଛନ୍ତି ଯଦି ଅନ୍ କରିବେ ଭଲ ଆହୁରି ହେଲା। ତ ହଁ ମୁଁ କହୁଥିଲି, ତ 10ଟା 11ଟା ପଏଣ୍ଟ ଅଛି। ତ ଲଷ୍ଟ ଅଛି ଗୋଟେ ସାଇଡ ରେ, ଲଷ୍ଟ ମାନେ ଆମେ କାମର ବଶବର୍ତ୍ତୀ ହେଇଛେ। ଆରୋଗାନ୍ସ ମାନେ ଆମ ଭିତରେ ଗର୍ବ ଅଛି। କ୍ରୁଏଲିଟି ମାନେ କଣ ଅଛି ଆମ ଭିତରେ, କି ନିର୍ଦୟତା, ନୃଶଂସତା ଯୋଉଟା କୁହାଯାଏ, ରିଭେଞ୍ଜଫୁଲ ପ୍ରତିଶୋଧ, ଡୁପ୍ଲିସିଟି କପଟତା, ଏନଭି ମାନେ ଈର୍ଷା, ସେଲଫିଶନେସ ମାନେ କଣ ସ୍ୱାର୍ଥପରତା, ରିଜିଡିଟି ଯୋଉଟା ମାନେ ଏକଜିଦି ଆପଣ ଯୋଉଟା କୁହାଯାଏ, ଜଜମେଣ୍ଟାଲ ମାନେ ଓଡିଆରେ ମୁଁ ଜାଣିନି, କହିପାରିବେ ଜଜମେଣ୍ଟାଲ ମାନେ ସମସ୍ତଙ୍କୁ ଜଜ କରିବା ଟାଇପ ର ଥାଏ। ସେ କେମିତି କରୁଛି ରିମାର୍କସ କମେଣ୍ଟ ଦବା। ଆଙ୍ଗ୍ରି ମାନେ କ୍ରୋଧ, ତାପରେ ଗ୍ରିଡି ମାନେ କଣ ଲୋଭ, ବିଲିଟିଂ ମାନେ ଅନ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ କରିବାନି। ତ ଲେଫ୍ଟ ସାଇଡ ରେ ଏଇଆ ଅଛି। ତ ତ ଏଇଟା ସମସ୍ତେ ଅନମ୍ୟୁଟ କରିକି କହିବ। ସମସ୍ତେ ଚେଷ୍ଟା କରିବ ଗୋଟେ ଗୋଟେ କହିବା ପାଇଁ, 11 12ଟା ଅଛି। ଆଚ୍ଛା ଠିକ ଅଛି, 13 ଜଣ ଅଛନ୍ତି, ବହୁତ ବଢିଆ। ମୁଁ ସମସ୍ତଙ୍କୁ ଗୋଟେ ଗୋଟେ ପଚାରି ଦଉଛି। ତ ଲଷ୍ଟ ଫାଷ୍ଟ ଅଛି, ତାର ଯଦି ଜଣେ କିଏ ଭକ୍ତି କରିବ ତ ତା ଭିତରେ ପରିବର୍ତ୍ତନ କେମିତି ଆସୁଥିବା ଦରକାର, ଯୋଉଟା ଆମେ ଦେଖିପାରିବା। ଓକେ, ତେଣୁ କୋଉ ଭଳିଆ ପରିବର୍ତ୍ତନ ଆସୁଥିବା ଦରକାର, ଲଷ୍ଟ ର ଏଗେନଷ୍ଟ କୋଉଟା ଆନ୍ସର ହବ। ଫାଷ୍ଟ ମୋ ସ୍କ୍ରିନରେ ପୂଜା ମାତାଜୀ ଅଛନ୍ତି, ଅନମ୍ୟୁଟ କରି କହିପାରିବ। ଲଷ୍ଟ ଏଗେନଷ୍ଟ ରେ ଲଭ୍। ଲଭ୍, ଠିକ ଅଛି। ଆରୋଗାନ୍ସ ମାନେ ଏମତି ଗର୍ବ ଟାଇପ ର, ତା ଏଗେନଷ୍ଟ ରେ କୋଉଟା ଆସିବ। ଆଚ୍ଛା ରାଇଟ ସାଇଡ ରେ କୋଉଟା ଅଛି, ରାଇଟ ସାଇଡ ଟା ମୁଁ ପଢିଦିଏ ଓଡିଆରେ ତାକି ଇଜି ହବ। ତ ଫାଷ୍ଟ ହେଲା ରାଇଟ ସାଇଡ ରେ ଅଛି ସେଲଫଲେସନେସ, ନିଃସ୍ୱାର୍ଥପରତା। ବିରେ କାମ ଆଣ୍ଡ କୁଲ ହେଡେଡ ମାନେ ଶାନ୍ତ ସ୍ୱଭାବ। ସି ହେଲା ଆଡାପ୍ଟାବିଲିଟି, ଯେକୌଣସି ପରିସ୍ଥିତିରେ ଖାପ ଖୁଆଇ ଚଳିଯିବା। ଡି ରେ ଅଛି ପ୍ରସନ୍ନ ହବା, ଶାନ୍ତି ସନ୍ତୋଷ ପ୍ରାପ୍ତି କରିବା। ଇରେ ସମ୍ମାନ ପ୍ରଦର୍ଶନ କରିବା। ଏଫ ରେ ଅଛି ହ୍ୟୁମିଲିଟି ମାନେ ନମ୍ରତା। ଜି ରେ ଆବଣ୍ଡାନ୍ସ ମେଣ୍ଟାଲିଟି ମାନେ କଣ? ଆବାଣ୍ଡାନ୍ସ ମେଣ୍ଟାଲିଟି ମାନେ କି ଯେମିତି କି ସବୁ କିଛି ଆମ ପାଖରେ ଅଛି, ବେଶୀ ଆମେ ଏକ୍ସପ୍ଲୋଏଟ କରିବା, ଲୁଣ୍ଠନ କରିବାର ଆବଶ୍ୟକତା ନାହିଁ, ସେଇଟା ଆବାଣ୍ଡାନ୍ସ ମେଣ୍ଟାଲିଟି। କି ସବୁ ଜିନିଷ ପରଫେକ୍ଟଲି ସମସ୍ତଙ୍କ ପାଇଁ, ଏମତି ଆମେ ଶୁଣିଛେ କେବେ ଗାନ୍ଧିଜୀ କହିଥିଲେ କି ସାରା ସଂସାରର ଯେତିକି ସମ୍ପତ୍ତି ଅଛି ଜଣଙ୍କର ନିଡ ପାଇଁ ପରଫେକ୍ଟ ଅଛି, ଗ୍ରୀଡ ପାଇଁ ନୁହେଁ, ଆବାଣ୍ଡାନ୍ସ ମେଣ୍ଟାଲିଟି। ଲଭ ମାନେ ପ୍ରେମ, ଭଲ ପାଇବା। ଫରଗିଭନେସ ମାନେ କ୍ଷମା କରିବା। ଭାଲ୍ୟୁଇଂ ଇଣ୍ଡିଭିଜୁଆଲିଟି, ସମସ୍ତଙ୍କର ଯୋଉ ଓପିନିଅନ ଅଛି, ମତ ଅଛି, ତାକୁ ସମ୍ମାନ ଦବା। ସିମ୍ପଲିଟିସିଟି ମାନେ ସରଳତା, ଆଉ କମ୍ପାସନ ମାନେ ଦୟାର ମନୋଭାବ। ତ ଏତିକି ଅପସନ ଅଛି। ନେକ୍ସଟ ଚନ୍ଦନ ପ୍ରଭୁ ତୁମେ କୁହ ଆରୋଗାନ୍ସ ର 2 ନମ୍ବର ର କଣ ଆନ୍ସର ଆସିବ? ହରେ କୃଷ୍ଣ ପ୍ରଭୁ, ଦଣ୍ଡବତ ପ୍ରଣାମ। ଦୟାତ୍ମା। ମୋବାଇଲ ରେ ୱାର୍ଡ ଫାଇଲ ଶୋ କରୁନି ପ୍ରଭୁ, ପିଡିଏଫ। ଆଚ୍ଛା, ତୁମର ଏକା ଶୋ କରୁନି ନା ଆଉ କାହାର ଶୋ କରୁନି? କାର ଶୋ କରୁନି ଲେଖିପାରିବ, ଠିକ ଅଛି। ଆରୋଗାନ୍ସ ର ଉତ୍ତର, ଆରୋଗାନ୍ସ ର ମୁଁ କହିଦଉଛି, ମୁଁ ବି ଗୋଟେ କହିଦେବି କଣ। ଆରୋଗାନ୍ସ ହ୍ୟୁମିଲିଟି, ଓକେ, ନମ୍ରତା।
अच्छा क्रुएलिटी टा आंसर आमे ऊपर मु कहिदेली कि दया भाव स्टिल मन रखिबो। रिवेंजफुल कामिनी कहलो रिवेंजफुल रिवेंज ना प्रतिशोध परायणता तो तार ऑपोजिट रे कोन हबो? मामुनि रे सोपन ठीक अछि ओके। रिवेंजफुल प्रतिशोध रो ऑपोजिट रे कोन आसीबो? हरे कृष्ण रोज बीटा बी नुआ तमा का पर रागी जाइछ प्रतिशोध नवा हम छाड़ेबिनी। ऑपोजिट रे क्षमा प्रार्थना क्षमाटा दबो अन्य को क्षमा दे देबो कि नहीं ठीक अछि जाहला सेटल कर दवा क्षमा। डुप्लिसिटी डुप्लिसिटी माने कपटता ता अगेंस्ट रे कोन आसीबो उमेश प्रभु? कपटता अगेंस्ट रे जी, हरे कृष्ण प्रभु जी दंडवत प्रणाम। केटा हबो सिंप्लिसिटी। सिंप्लिसिटी सरलता तो एनवी ओके बहुत जन देखा जाउनी मु हेति पय टिके कहि दउची हेति पय मन रखिदिबा। एनवी माने ईर्ष्या करबा अगेंस्ट रहइबो हमर आंसर रहइबो जी। ईर्ष्या रे अगेंस्ट रे जी कि सब जिंस अछि। ईर्ष्या परश्री कातरता माने अन्यर उत्कर्ष हम सही न परिबा किंतु हेति उल्टाटा हला कोन सब किछि अछि तेणु जे कोछि नै मोते मिलिबनी ताकू भी मिलिबो। नेक्स्ट ला सेल्फिशनेस समस्त जानछन्ती सेल्फलेसनेस स्वार्थपर निस्वार्थपरता। रिजिडिटी माने एक जीत पाना जोटा को जाय तो जीत पणार आसीबो कि एडेप्टेबिलिटी सब परिस्थिति रे खाप खुआई चल जिबा सी ऑप्शन। 9 जजमेंटल जा अगेंस्ट रे आंसर आसीबो जे समस्तଙ୍କର मत को सम्मान दवा जे वैल्यूइंग इंडिविजुअलिटी। तापरे एंग्री माने तार ऑपोजिट रे आसीबो काम एंड कूल बी ऑप्शन। ग्रीडी माने कोन लोभी रो आंसर डी सैटिस्फाइड एंड कंटेंटेड। बेलिटलिंग ता अगेंस्ट रे आसीबो रेस्पेक्टफुल। तो देखा आमे भक्ति करूछे फटकिने आम घरे आम मते गोटे कोन कहि देले फटकिने मु गोटे रेस्पोंड कर देली हे पारे मोर रेस्पॉन्स रे मु सैटिस्फाइड हे पारे किंतु सामने वाला लोक देखिबो ए भक्ति करूछि ये रागुची काहेकि सेमाने हमको रगेया ପାଇଁ ସବୁ ବ୍ୟବସ୍ଥା କରିदेବେ हमको ଆମ ପାଟି ଖୋଲିବା ପାଇଁ ସବୁ ବ୍ୟବସ୍ଥା କରିଦେବେ ସେଥିପାଇଁ ଆମକୁ ଚେକ୍ କରିବାର ଅଛି ଆମେ ଏଇ ଗୁଣ ଗୁଡା କେତେ ଆମେ ଆଡପ୍ଟ କଲେଣି ଏଇ ପରିବର୍ତ୍ତନ ଯଦି ଆସୁଛି ତାହେଲେ ଆମେ ଭକ୍ତି କରୁଛୁ ବୋଲି ଜାଣିବୁ ଠିକ ଅଛି ତ ସେଥିପାଇଁ ଲାଷ୍ଟ ଆମେ କୈଳାସ ଡ୍ରାମାରେ ଶୁଣିଥିଲେ କି କେମିତି କୈଳାସ ସିଏ କଣ କରୁଥିଲେ ଜୀବନ ମଣିଷ ଜୀବନକୁ ଆହାର ନିଦ୍ରା ଭୟ ମୈଥୁନ ହଉ କିମ୍ବା ସ୍ପୋର୍ଟସ ହଉ ପଇସା କଲେକ୍ସନ ସେକ୍ସ ହେଲା କି ମୁଭି ଦେଖିବା ଏଥିରେ ସେ ବ୍ୟୟ କରିବା ପାଇଁ ଚାହୁଁଥିଲେ ନିଜର ଆଧ୍ୟାତ୍ମିକ ଜୀବନର ପ୍ରଗତିକୁ ଦୂର କରିଦେଇକି ଚାହୁଁଥିଲେ ତେଣୁ ସେଥିପାଇଁ ସେମିତି ନ କରିକି ଆମକୁ ବରଂ କଣ କରିବାର ଅଛି କୃଷ୍ଣ ଭାବନାମୃତକୁ ସୁନ୍ଦର ଭାବରେ ଅଭ୍ୟାସ କରିବାର ଅଛି ଆନୁଗତ୍ୟ ସ୍ୱୀକାର କରିକି ଆମେ ଏଠି ଶୁଦ୍ଧ ହବା ଭଗବାନଙ୍କ ଭକ୍ତି କରିବା ପାଇଁ ମନ ଲାଗିବ କିନ୍ତୁ ଆମର ମନ ଲାଗୁନି ମନ ଏତେ ମଇଳା ଅଛି ମଳିନ ମନରେ ଆମେ ଭକ୍ତି କରିପାରୁନେ ଆମର ଟେଷ୍ଟ ଆସୁନି ନା ଆମେ ଯେତେବେଳେ ଭାବ ଗୋଟେ ଜିନିଷ ଓଦା ହେଇଯାଇଛି ଗୋଟେ କପଡାଟେ ଓଦା ହେଇଯାଇଛି ସେ କପଡାଟାକୁ ଆମେ ସୂର୍ଯ୍ୟଙ୍କ କିରଣରେ ଦେଖଉଛେ ଏକ୍ସପୋଜ କରୁଛେ ଏକ୍ସପୋଜ କଲେ ହିଁ ସୂର୍ଯ୍ୟଙ୍କର କିରଣ ତେଳେ ପଡିଲେ ଶୁଖିବ ତ ଆମେ ହାର୍ଟ ରେ ଯେତେବେଳେ ମଇଳା ଅଛି ତାକୁ ଓପନ ହାର୍ଟ ଅପରେସନ କରିବା ପାଇଁ ଏକ୍ସପୋଜର ଦରକାର ସେଥିପାଇଁ ଆମକୁ କଣ କରିବାର ଅଛି ଭକ୍ତି ଟା ସୁନ୍ଦର ଭାବରେ ଆନୁଗତ୍ୟରେ କରିବାର ଅଛି ଯାହା ଦ୍ଵାରା ଆମ ଭିତରେ ଇଏ ଗୁଣ ଗୁଡା ଆସିବ ମନେ ରଖିଥାଅ କି ଜଣେ ଭକ୍ତି କରୁଛି କି ଭଗବାନଙ୍କ ଦର୍ଶନ କରୁଛି ତାର ପ୍ରମାଣ କଣ ଏଇ ଗୁଣ ଏଇ ପରିବର୍ତ୍ତନ ତା ପାଖରେ ଆସିଥିବା ଦରକାର ତ ସେଥିପାଇଁ ନହେଲେ ଆମେ ଯଦି ଖରାପ ଗୁଣ ସବୁ କରିବା ଖରାପ କାର୍ଯ୍ୟ କରିବା ପାପ କର୍ମ କରିବା ଆମକୁ ନର୍କ ଭୋଗିବାକୁ ପଡିବ ତେଣୁ ସେଥିପାଇଁ ନାରଦ ମୁନି ଶୁଣିଛେ ନାରଦ ମୁନିଙ୍କ ଭଳିଆ ଯୋଉମାନେ ନିଷ୍କିଞ୍ଚନ ଶୁଦ୍ଧ ମୁକ୍ତ ତାଙ୍କର କୌଣସି ଭୌତିକ ଇଚ୍ଛା ନଥାଏ ତ ସେମାନଙ୍କର ଗୋଟିଏ ଇଚ୍ଛା ଭକ୍ତର କେବଳ ଗୋଟିଏ ହିଁ ଇଚ୍ଛା ଥାଏ କଣ ଇଚ୍ଛା କି ମୁଁ ଭକ୍ତ ହେବି ମୁଁ ମୋ ସାଙ୍ଗକୁ ଭକ୍ତ କରିବି ମୁଁ ଭକ୍ତ ହେବି ମୋ ପରିବାରକୁ ଭକ୍ତ କରିବି ମୁଁ ଭକ୍ତ ହେବି ମୋର ପିଲା ଛୁଆଙ୍କୁ ଭକ୍ତ କରିବି ମୁଁ ଭକ୍ତ ହେବି ମୋର ସମସ୍ତଙ୍କୁ ଭକ୍ତ କରିବି ନାରଦ ମୁନି ଭଳିଆ ନିଷ୍କିଞ୍ଚନ ଭକ୍ତ କେବଳ ଗୋଟିଏ ସମ୍ପତ୍ତି ଥାଏ କି କୃଷ୍ଣ ତାଙ୍କ ପାଇଁ ଗୋଟିଏ ସମ୍ପତ୍ତି ଆଉ ସେ କେବଳ ଗୋଟିଏ ଜିନିଷ ଚେଷ୍ଟା କରନ୍ତି କି ସେ ଏଇ କୃଷ୍ଣ ପ୍ରେମ ଭଗବାନଙ୍କୁ ସେବା କରିବାର ସୁଯୋଗ ସମସ୍ତଙ୍କୁ ଦେବେ ଯାହା ଦ୍ଵାରା ଜଣେ ମାୟାର ବନ୍ଧନରୁ ମୁକ୍ତ ହେଇଯିବ ମାର ଚଙ୍ଗୁଲରୁ ମୁକ୍ତ ହେଇଯିବ ପ୍ରଭାବରୁ ମୁକ୍ତ ହେଇଯିବ ଆଉ ଭଗବାନଙ୍କ ସେବାରେ ସିଏ ନିମଗ୍ନ ରହିବ ତ ଆମେ ଗୋଟେ ଛୋଟ ଷ୍ଟୋରି ଶୁଣିବା ତାପରେ ରହିବା ତ
ଷ୍ଟୋରୀଟା ଏମିତି ସୁନ୍ଦର ଅଛି। ଜଣଙ୍କ ନାଁ ଅଛି ମୃଗାରୀ ହେଲା। ତ ମୁଁ ପ୍ରାୟ ସେ କାହା ପାଖରେ ଯଦି ସେଇ PDF ଟା ୱାର୍ଡ ଡକ୍ୟୁମେଣ୍ଟ ଥିବ, ଏଠି ଲେଖି ଦେଇଛି କି ଟିକେ ହେଡ ପଏଣ୍ଟ ଯୋଉଟା ଆମେ କ୍ଲାସ ରେ ଆଜି ଡିସ୍କସନ କରୁଛେ, ମୁଁ ଲେଖି ଦେଇଛି ତାକି ତୁମେ ପରେ ରିକଲ କରିପାରିବ। ଫାର୍ଷ୍ଟ ହେଲା ଦ ହାର୍ଡ ହାର୍ଟେଡ ହଣ୍ଟର, ଯାହାର ହୃଦୟ ପଥର ଭଳିଆ। ସେ ଆଜି କଣ ହେଇଛି, ବିକମ୍ ଏ ହମ୍ବଲ ହାର୍ଟେଡ ଡିଭୋଟି, ଯେ ନମ୍ର ସ୍ୱଭାବର ଭକ୍ତ ହେଇଛି। ତ ଥରେ କଣ ହେଇଛି, ଏଇ କୁମ୍ଭ ମେଳା ଚାଲିଛି ନା, ତ ପ୍ରୟାଗରେ ଗୋଟେ କଣ ହେଇଛି, ଗୋଟେ ଜଙ୍ଗଲ ଅଛି। ଜଙ୍ଗଲରେ ନାରଦ ମୁନି କଣ କରୁଛି, ସରି ମୃଗାରୀ ଗୋଟେ ହଣ୍ଟର ମାନେ ଶିକାରୀ। ଶିକାରୀ କଣ, ସମସ୍ତେ ଭିଡିଓ ଅନ୍ କରିବା କଥା। ଭିଡିଓ ଅନ୍ କଲେ ତୁମକୁ ବି ଇଣ୍ଟରେଷ୍ଟିଂ ଲାଗିବ, ଆଉ ତୁମେ ଆଟଲିଷ୍ଟ ଏଥିପାଇଁ ପ୍ରାୟ ଟାଇମରେ କହେ ଟ୍ରାନ୍ସପାରେନ୍ସି ମେଣ୍ଟେନ କରିବା ପାଇଁ। ଆମେ ନିଜେ ଯେତେ ଆଲର୍ଟ ହବା ସେତେ ଆମ ପାଇଁ ଭଲ। ଆଉ ଆମେ କେତେ ଦିନ ଆଉ ସେଥିପାଇଁ ଏକ୍ସପୋଜର ବୁଝିପାରୁଛ ନା? ଏକ୍ସପୋଜର ମାନେ ଆମେ ଶୋ କରିବା ଦରକାର ମୁଁ ଭକ୍ତି କରୁଛି ବୋଲି। ମୁଁ ଯଦି କହିବିନି କି ନା ମୁଁ ଭକ୍ତି କରୁଛି, ମୋର ମୁଁ କରୁଛି, ଏମିତି ବହୁତ ଜଣ ପଳେଇଲେଣି। ନା ମୁଁ ଯେତେବେଳେ ଷ୍ଟାର୍ଟିଂ କରିଥିଲି ପ୍ରଚାର କରିବା ପାଇଁ, ବହୁତ ଜଣ ଥିଲେ, ବହୁତ ଜଣ ପଳେଇଲେଣି। ଆଉ ଯୋଉମାନେ ବି ଯାଉଛନ୍ତି, ଗୋଟେ ଇଏ ଥାଏ କି ଆମେ କନେକ୍ଟିଭିଟି ଫିଲ୍ କରିପାରନ୍ତିନି। କାହିଁକି ନା ଆମେ ଚାହାନ୍ତିନି ପରିବର୍ତ୍ତନ ହବା ପାଇଁ। ଏଇ ଛୋଟ ଛୋଟ ପଏଣ୍ଟ ଗୁଡା ଅଛି, ଆମକୁ ନୋଟ କରିବାର ଅଛି। ସେଥିପାଇଁ ମୁଁ କରିବା ବେଶୀ ମାସ୍ ପିଚିଂ ମତେ ବି ମୁଁ କରିପାରେନି, କି ମତେ ଜଣା ବି ନାହିଁ। କ୍ଲାସ ପିଚିଂ ମାନେ ଫାର୍ଷ୍ଟ କ୍ଲାସ ମାନେ ଗୋଟେ ଜଣେ ଭକ୍ତ ହବା ଦରକାର ହେଲା। କାହିଁକିନା ମୁଁ ଭକ୍ତ ହବା ପାଇଁ ଚାହୁଁଛି, ଯଦି କେହି ମାନେ ବି ଇଣ୍ଟରେଷ୍ଟେଡ, ତ ସେମାନେ ଆଲର୍ଟନେସ୍ ମେଣ୍ଟେନ କରିବେ କି ନାଇଁ ଆମକୁ ବି ଭକ୍ତି କରିବା ପାଇଁ ଏ ସବୁ ଗୁଣ ଗୁଡା ଆଣିବାର ଅଛି ବୋଲି। ତ ଠିକ ଅଛି, ତ ମଝିରେ ମଝିରେ କାହାକୁ ଗାଳି ଦଉଛି, ଏମିତି ଭାବିବନି। କିନ୍ତୁ ଆମକୁ ଜାଣିବାର ଅଛି, ଭକ୍ତି କରିବାଟା ବହୁତ, ସଂସାରରେ କେହି ଭକ୍ତି କରୁନାହାନ୍ତି। ଇନ ଦ ସେନ୍ସ ପ୍ରାୟ 99.99% ଦୁନିଆରେ ଭୋଗ ବିଳାସରେ ବ୍ୟକ୍ତି। କିନ୍ତୁ ଭକ୍ତି କରିବା ମାନେ କଣ, ଭୋଗ ବିଳାସକୁ ତ୍ୟାଗ କରି ସେତିକି ସଂଘର୍ଷପୂର୍ଣ୍ଣ ଜୀବନକୁ ଆପଣେଇକି ଭଗବାନଙ୍କ ପ୍ରସନ୍ନତା ପାଇଁ କାର୍ଯ୍ୟ କରିବା। ତ ଟିକେ ଡିଫିକଲ୍ଟ ହବ, କିନ୍ତୁ ଏଇଟା ହିଁ ଆମ ଜୀବନ ଲକ୍ଷ୍ୟ। ଯାହା ହଉ, ଗୋଟେ ଶିକାରୀ ଥିଲା। ତ ସେ ଶିକାରୀ କଣ କରୁଥିଲା, ପ୍ରୟାଗରେ ଗୋଟେ ଜଙ୍ଗଲରେ ଶିକାର କରୁଥିଲା। ତ ପ୍ରୟାଗରେ ନାରଦ ମୁନି ଥରେ ଆସିଲେ, ବୈକୁଣ୍ଠରୁ ଆସିଛନ୍ତି ନାରଦ ମୁନି। ତ ନାରଦ ମୁନି କଣ କରିଛନ୍ତି, ପ୍ରୟାଗ କାହିଁକି ଆସିଛନ୍ତି, ଯୋଉଠି ଆମର ସ୍ନାନ କରିବା ପାଇଁ ଗଙ୍ଗା ଆଉ ଯମୁନା ଯୋଉଠି ମିଶିଛନ୍ତି, ସେ ସ୍ନାନ କରିବା ପାଇଁ ଆସିଛନ୍ତି। ତ ସେତେବେଳେ ଆସିଛନ୍ତି, ଯେତେବେଳେ ଦେଖିଛନ୍ତି କି ଛୋଟ ଛୋଟ ଚଢେଇ ମାନେ, ସେମାନେ ଅଧା ମରା ହେଇକି ପଡିଛନ୍ତି। ଇଏ ଦେଖିଲେ ଗୋଟେ ଭାଲୁଟେ, ସିଏ ବି ଅଧା ମରା ହେଇକି ପଡିଛି। ଗୋଟେ ଲୋକ, ଗୋଟେ ଛୋଟ କଣ ସେଟା ଆମର ଛୋଟ ଚଢେଇ, ସେଠି ଛୋଟ ନୁହଁ, ଏଇ ଯୋଉ ବାଘ ଟାଇପ ର, ସେମାନେ କଣ ତାଙ୍କ ଭିତରେ ସର ପଶିକି ଅଛି, ବହୁତ କଷ୍ଟ ପାଉଛନ୍ତି। ତ ତୁରନ୍ତ ଦେଖିଲେ ତାଙ୍କ ମନ ବହୁତ ଦୁଃଖ ଲାଗିଲା ନାରଦ ମୁନିଙ୍କର। ଆଉ କହିଲେ, କିଏ ଏଇଭଳିଆ ନିର୍ବୋଧ, ଯିଏ ଏଇ ଯୋଉ ପଶୁ ପକ୍ଷୀଙ୍କୁ ଏମିତି ଅଧା ମରା କରିକି, ମାନେ ସେମାନେ କଷ୍ଟ ଭୋଗୁଛନ୍ତି, ପ୍ରାକ୍ଟିକାଲି ସେମାନେ ଚିତ୍କାର କରୁଛନ୍ତି, ତ କିଏ ଅଛି ଏମିତି ଏମିତି କରୁଛି ବୋଲି। ସେଥିପାଇଁ ଭକ୍ତ ମାନଙ୍କ ଭିତରେ ସ୍ୱତଃପ୍ରଭୃତ ଏଇ ଦୟାର ମନୋଭାବ ଆସେ, ହେଲା କି ନାଇଁ ନାଇଁ ମୁଁ ଜୀବ ହତ୍ୟା କରିବିନି ବୋଲି। ଏଥିପାଇଁ ଅନ୍ୟର ଦୁଃଖ ଦେଖିଲେ ତାଙ୍କ ହୃଦୟ ବାସ୍ତବରେ କାନ୍ଦେ। ନାଇଁ ନାଇଁ ଜୀବ ହତ୍ୟା, କେହି ବହୁତ ଦେଖିଥିବ, କେହି ବ୍ଲଡ ବି ଦେଖି ପାରନ୍ତିନି। ମୁଁ ଦେଖିଛି ଡିଭୋଟି ମାନଙ୍କୁ, ମୁଁ ଜାଣିଛି ଯୋଉମାନେ ବ୍ଲଡ ଦେଖିଲେ ସେନ୍ସ ବି ପଳାଏ। ଆଉ ସେଥିପାଇଁ ଯେତେବେଳେ ସେ ଧୀରେ ଧୀରେ ଆଗକୁ ଗଲେ, ସେତେବେଳେ ଦେଖିଲେ ଗୋଟେ କଳା ଲୋକଟେ, ଯାହାର ଆଖି ପୁରା ଲାଲ ହେଇଯାଇଥିଲା, ତ ସିଏ ଧନୁ ତୀର ଧରିକି ଠିଆ ହେଇଛି। ତ ସେଇଠି ଦେଖୁଛି ଅଲଗା ଯୋଉ ମାନେ ପଶୁ ମାନେ ଥିଲେ କି ପକ୍ଷୀ ମାନେ ଥିଲେ, ସେମାନେ ଫଟାଫଟ ଛାଡିକି ପଳେଇଲେ, ଦୌଡିକି ପଳେଇଲେ। ତ ସେଇ ଯୋଉ ଶିକାରୀ ଥିଲା, ସିଏ ଫାଷ୍ଟ ରାଗିଗଲା, ତା ଭିତରେ କ୍ରୋଧ ଆସିଲା। କାହିଁକି କ୍ରୋଧ ଆସିଲା, ଦେଖିଲା ତାର ଯାହା ଅଛି ମାରିବା ପାଇଁ ସିଏ ରଖିଥିଲା, ଏବେ ସେ ଲୋକଟେ ନାରଦ ମୁନି ଆସୁଛନ୍ତି, ତତେ ଫଟକିନି ପଳେଇଲା, ମାନେ ଉଡିକି ସବୁ ପଳେଇଲେ। ତ ରାଗିଗଲା ଟିକେ, ରାଗି ଯାଇଛନ୍ତି, କିନ୍ତୁ କିଛି କହିପାରିଲାନି। କାହିଁକି ନା ସାଧୁର ପ୍ରଭାବ, ଯେତେବେଳେ ସାଧୁ ସଙ୍ଗ କରିବା ନା, ମୁଁ ଦେଖିଛି ପ୍ରାୟ ମହାରାଜ ମାନେ ଆସନ୍ତି, ପିଓର ଡିଭୋଟି ସେମାନେ, ଆମେ ଖାଲି ତାଙ୍କ ପାଖରେ ଛିଡା ହେବା ପାଇଁ ଆମେ ପୁରା ସଂଘର୍ଷ କରିଥାଉ ହେଲା। ଆଉ ଯଦି ଛିଡା ହେଇଗଲେ ଆମ ବଡିରେ ଏଇଭଳିଆ ଭାଇବ୍ରେସନ ପଳେଇ ଆସେ, ଅନବିଲିଭେବଲ। କାହିଁକି ନା ସେମାନେ ପିଓର ଡିଭୋଟି, ରିଏଲି ସେମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ, ଭଗବାନ ସହିତ ସେତିକି ସେମାନେ କନେକ୍ଟେଡ ଅଛନ୍ତି। ତେଣୁ ନାରଦ ମୁନିଙ୍କୁ ଦେଖିକି ଇଏ କିଛି ଗୋଟେ ଅପଶବ୍ଦ କହିବା ପୂର୍ବରୁ ରହିଗଲେନି। ଯେ ପଚାରିଲେ କି ନାରଦ ମୁନି, ଆପଣ ଏପଟକୁ କାହିଁକି ଆସିଲେ, ଆଉ ଆପଣ କଣ ରାସ୍ତା ଭୁଲିଗଲେ କି, ଆଉ ଆପଣ ଆସିଲେ ଯେ, ଆପଣ ଆସିବା ଦ୍ଵାରା ଯୋଉ ପଶୁ ମାନେ ପକ୍ଷୀ ମାନେ ଥିଲେ, ସେମାନେ ଉଡିକି ପଳେଇଛନ୍ତି।
ସେଥିପାଇଁ ନାରଦ ମୁନି କହିଲେ କି ମୋର ଭୁଲ ହେଇଯାଇଛି ଆଉ ମୁଁ ଆସିଲି ରାସ୍ତା ଟିକେ ଭୁଲି ଯାଇଛି, କିନ୍ତୁ ମୁଁ ଗୋଟେ ଏନକ୍ୱାରି କରିବା ପାଇଁ ଚାହୁଁଛି। କଣ ଏନକ୍ୱାରି କରିବା ପାଇଁ ଚାହୁଁଛି କି ତୁମେ ଏଇ ଯୋଉ ପଶୁ ଆଉ ପକ୍ଷୀ ମାନଙ୍କୁ କାହିଁକି ଅଧା ମରା କରି ଛାଡି ଦଉଛ? ତ ନାରଦ ମୁନି ଯେତେବେଳେ ପଚାରିଲେ, ସେ କହିଲେ କି ଏଇଟା ଗୋଟେ ପାପ ହୁଏ। କୌଣସି ଜୀବକୁ ଆମେ ଯେତେବେଳେ ଅଧା ମରା କରିକି ଛାଡି ଦିଅନ୍ତି, ଏଟା ଗୋଟେ ପାପ। ତେଣୁ ନାରଦ ମୁନି ଯଦି କହିଲେ କି ତୁମେ ସଜେଷ୍ଟ କଲେ କି ତୁମେ ପୁରାଟା କାହିଁକି ମାରୁନ, ଅଧା ମାରିକି ଛାଡୁଛ, ତ ଇଏ ଆଶ୍ଚର୍ଯ୍ୟ ହେଲେ, କିଛି ବି ଜ୍ଞାନ ନାହିଁ ନା, ତ ଆଶ୍ଚର୍ଯ୍ୟ ହେଲେ ଶିକାରୀ। କହିଲେ ମୋ ନାଁ ହେଲା ମୃଗାରୀ। ମୃଗ ମାନେ ଆନିମଲ, ଅରି ମାନେ ଯିଏ ତାର ଶତ୍ରୁ। ମୋ ନାଁ ହେଲା ମୃଗାରୀ। ମୋ ବାପା ଅଜାଙ୍କ ଟାଇମରୁ ମତେ ଏଇଟା ଶିଖା ହେଇଛି ଯେ ଗୋଟେ ଅଧା ମରା କରି ଛାଡିବ। ଅଧା ମାରିକି ଛାଡିକି ଯୋଉ ଆନନ୍ଦଟା ଅଛି, ମାନେ ଗୋଟେ ଛଟପଟ ହଉଥିବ, ସେ ଯୋଉ ଆନନ୍ଦଟା ଅଛି ଏଟା ପୁରା ମାନିଲେ ନାହିଁ। ତ ହଁ, ନାରଦ ମୁନି ମାନେ ମଥାରେ ହାତ ଦେଇଥିଲେ କି ଏଇଭଳିଆ ଲୋକଙ୍କର ଚେତନା ବି ଅଛି। ଦେଖୁଥିବ ରାସ୍ତା ସାଇଡ ରେ ଯଦି କିଏ ନଜର କରୁଥିବ, କୁକୁଡା ଦୋକାନ ଥିବ, ତ ସେମାନେ ମାରୁଥାନ୍ତି କୁକୁଡା, ଚି ଚାଁ ଚିଲଉଥାନ୍ତି, ଲୋକ ବି ଛିଡା ହଉଥାନ୍ତି, କିଛି ରେସପନ୍ସ ନାହିଁ। ଆଶ୍ଚର୍ଯ୍ୟ। ସେଥିପାଇଁ ଷ୍ଟୋନ ହାର୍ଟ ମାନେ ପଥର, ମାନେ ଏତେ ଭୌତିକତାର ପ୍ରଭାବ ଅଛି, ମାନେ କିଛି ଗୋଟେ କାହାର ଗୋଟେ ଇମୋସନ କିଛି କାମ ଦବନି, ସେଇ ଲୋକ ଚାହୁଁଛି ଜୀବନ ସୁଖ ପାଇବା ପାଇଁ। କେମିତି ହବ? ହବନି। ତେଣୁ ଆମେ ଯଦି ଭଗବାନଙ୍କର ସୃଷ୍ଟିରେ କୌଣସି ଜିନିଷକୁ ଆମେ ରେସପେକ୍ଟ ଦେଇପାରୁନେ, ସମ୍ଭବ ନୁହେଁ କେବେ। ତ ନାରଦ ମୁନି କହିଲେ, ଠିକ ଅଛି, ମୁଁ ତୁମକୁ ଗୋଟେ ଜିନିଷ ମାଗିବି। କଣ ମାଗିବି ନା, ତୁମେ ଯଦି ଦବା ପାଇଁ କହିବ ତାହେଲେ ମୁଁ ମାଗିବି। ତ ନାରଦ ମୁନିଙ୍କୁ ସେ ମୃଗାରୀ କହିଲେ, ଠିକ ଅଛି, ମୁଁ ତୁମକୁ ତମେ କଣ ଚାହୁଁଛ? ବାଘ ଛାଲ ଚାହୁଁଛ? ଦେଇପାରିବି। ହରିଣ ଛାଲ ଚାହୁଁଛ? ଦେଇପାରିବି। ମୋ ଘରେ ବହୁତ ଅଛି। ନାରଦ ମୁନି କହିଲେ, ନା ମୋର ଏଗୁଡା ଦରକାର ନାହିଁ। ନାରଦ ମୁନି କହିଥିଲେ, ତୁମଠୁ ମୁଁ ଗୋଟେ ଜିନିଷ ଆଶା କରୁଛି, ତ ଯଦି ହଁ ମାରିବ ତାହେଲେ ମୁଁ କହିବି। ତ ସେ କହିଲେ କି କଣ? ଠିକ ଅଛି କୁହ। ନା କାଲିଠାରୁ, ଆସନ୍ତା କାଲିଠାରୁ ତୁମେ କୌଣସି ଜୀବକୁ ଅଧା ମରା କରି ଛାଡିବନି, ଫୁଲଟେ ମାରିବ। ସମସ୍ତଙ୍କୁ ମାରିବାର ଅଛି ଯଦି ପୁରା ମାରିବ, ଅଧା ମାରିବନି। ଏ ପଚାରିଲେ କି ମୃଗାରୀ ପଚାରିଲେ କି ଅଧା ମାରିବା ପୁରା ମାରିବାରେ ଫରକ କଣ? ନା ମାରିବାଟା ହିଁ ପାପ। ଅଧା ମାରିକି ମାନେ ଅଧିକ କୌଣସି ଜୀବକୁ ଯଦି ଆମେ ଯନ୍ତ୍ରଣା ପ୍ରଦାନ କରୁଛେ, ତାହେଲେ ସେଟା ଆମ ପାଇଁ ଅପରାଧ କେବଳ, ଆଉ କିଛି ନୁହେଁ। ସେଥିପାଇଁ ତୁମେ ନିଜେ ଅପରାଧ କାହିଁ କମେଇକି ନିଜେ ଦଣ୍ଡ ଭୋଗ କରିବ? ତେଣୁ ତୁମେ ଏଇଟା କରନା। ତେଣୁ ସେ ଯେତେବେଳେ ବୁଝିଲେ, ଦେଖ ଏଇତିକି ହବା ବେଳକୁ ତାଙ୍କ ଦେଖ, ଆମେ ଗୋଟେ ଜିନିଷ ଆମ ସହିତ କେହି ଦେଖିଥିବ, ଓକେ, କେହି ଦେଖିଥିବ କି କେହି ଫିଲ୍ମ ଦେଖିଲା ବେଳେ ବି ସେ ଗୋଟେ କିଛି ଇମୋସନାଲ ସିନ୍ ହେଇଥିବ, ସେ କାନ୍ଦି ପକାନ୍ତି ହେଲା। ତେଣୁ ଏଠି ସାଧୁ ସଙ୍ଗର ପ୍ରଭାବ ଅଛି। କି ନାରଦ ମୁନିଙ୍କ ଭଳିଆ ଯେ ଶୁଦ୍ଧ ସାଧୁ ସିଏ ଉପସ୍ଥିତ ଅଛନ୍ତି, ତ ଯୋଉ ଶିକାରୀ ଥିଲା ସିଏ, ତାର ହାର୍ଟ ଟା ସଫ୍ଟ ହେଇଗଲାଣି। ହାର୍ଟ ସଫ୍ଟ ହାର୍ଟ ଭିତରେ ଫରକ ଅଛି। ଏମିତି ନୁହେଁ କି ଛାତି ଉପରେ ହେଲେ ହାତ କାହିଁ ଭିତରକୁ ଯାଉନି, ଏଟା ହାର୍ଟ ନୁହଁ। ହାର୍ଟ ମାନେ ଆମେ ଅନ୍ୟର ଇମୋସନ ପ୍ରତି ସେତିକି ରେସ୍ପଣ୍ଡିଂ ନେଚର ଆମର ରହୁନି, ତାହେଲେ ଆମେ ହାର୍ଟେଡ, ଷ୍ଟୋନ ହାର୍ଟେଡ। ଷ୍ଟିଲ ଫ୍ରେମ, ଭାଗବତରେ ଲେଖା ହେଇଛି ଷ୍ଟିଲ ଫ୍ରେମ ହାର୍ଟ। ମାନେ କଣ, ଆମେ ଯାହାବି, କିଏ ଗୋଟେ କାନ୍ଦୁଛି, କାହାର ଗୋଟେ ଦୁଃଖରେ ଅଛି, ଆମର କିଛି ଫରକ ନାହିଁ, ଏଟା ଷ୍ଟୋନ ହାର୍ଟେଡ। କିନ୍ତୁ ସଫ୍ଟ ହାର୍ଟେଡ ମାନେ ଅନ୍ୟର ଦୁଃଖରେ ଦୁଃଖୀ ହବା, ପର ଦୁଃଖୀ ଦୁଃଖୀ। ତ ସେତିକି, ସେଥିପାଇଁ ମୃଗାରୀ ଯିଏ ଥିଲା, ତା ହାର୍ଟ ଟା ଟିକେ ସଫ୍ଟ ହେଇଗଲା। କାହିଁକି ନା ସିଏ ଡରିଲା। ମନେ ରଖିଥାଅ, ବହୁତ ଲୋକ ଗୋଟେ ମିସକନସେପସନ ଥାଏ, ଲୋକ କୁହନ୍ତି କି ଭଗବାନଙ୍କୁ କଣ ଡରିକି ଭକ୍ତି କରାଯାଏ କି? ଟର୍ମ ମନେ ରଖିବ, ଭଗବାନଙ୍କୁ ଡରିକି ଭକ୍ତି କରାଯାଏ, ସେମାନେ ଭକ୍ତି କେବେ ବି କରନ୍ତିନି। ଯୋଉ ଲୋକମାନେ ସମାଜରେ କୁହନ୍ତି ଡରିକି ଭକ୍ତି କରାଯାଏ, କରନ୍ତିନି। କିନ୍ତୁ ଯିଏ ଭଗବାନଙ୍କୁ ଭଲ ପାଏ, ହାର୍ଟ ଟା ସଫ୍ଟ ହାର୍ଟେଡ, ସିଏ ଭଗବାନଙ୍କୁ ଅପ୍ରସନ୍ନ କରିବନି କେବେ। ଯେମିତି ଗୋଟେ ଜେଜେ ଅଛନ୍ତି, ତାଙ୍କର ନାତି ଅଛି, ତ କି ବାପା ଅଛନ୍ତି, ତା ପିଲା ଅଛି, ତ ପୁଅ କେବେ ଚେଷ୍ଟା କରିବନି ବାପାଙ୍କ ନାଁ ଖରାପ କରିବା ପାଇଁ। ସେତିକି ପାଇଁ ସେ ଡରିବ, ନା ନା ମୁଁ ସିଗରେଟ ଟାଣିବିନି, ନା ନା ମୁଁ ଏଇ ଝିଅ ଚକ୍କରରେ ପଡିବିନି। ସେ ଚାହିଁବନି କେବେ ତା ବାପାଙ୍କ ନାଁ ଖରାପ ହବ ବୋଲି। ସେତିକି ଦେବତା ମାନେ ବି କଣ କରନ୍ତି, ଭଗବାନ ବିଷ୍ଣୁଙ୍କୁ କାହିଁକି ଡରନ୍ତି? ତାଙ୍କର କାର୍ଯ୍ୟକଳାପ ଦ୍ଵାରା ଭଗବାନ ବିଷ୍ଣୁ ଅପ୍ରସନ୍ନ ହେବେ, ତ ଏଇଟା ସେମାନେ ଚାହାନ୍ତିନି। ତେଣୁ ଯିଏ ଭକ୍ତି କରିବାକୁ ଇଚ୍ଛା କରିବ, ଏଇ ଯୋଉ ପାପ କର୍ମକୁ ସେ ଡରିବ ସବୁବେଳେ। ନା ନା ମୁଁ ପାପ କରିବିନି, ଭଗବାନ ଖରାପ ଭାବିବେ, ମୁଁ କଣ କରିବି, ଭଗବାନ ମୋର ପ୍ରବୃତ୍ତି ଅଛି, ମୁଁ ନିୟନ୍ତ୍ରଣ କରିବି ନିଜକୁ। ସେଥିପାଇଁ ନାରଦ ମୁନି ତାଙ୍କୁ ଗୋଟେ ଚାନ୍ସ ଦଉଛନ୍ତି। ସେ ଡରିଲେ, ଯେତେବେଳେ ମୃଗାରୀ ଡରିଲେ କି ନାଇଁ ମୁଁ ଏ ପାପ କରିବିନି, ମୁଁ ଅପରାଧ କମେଇବିନି, ଆଉ ପୁରା ଏମିତି ଟିଭି ସୋରେ ଦେଖେଇ ଦେଲା ଭଳିଆ ନାରଦ ମୁନି ଏକ୍ଜାକ୍ଟଲି ପନିଶମେଣ୍ଟ ତାଙ୍କର ସବୁ ଦେଖେଇ ଦେଲେ। ନରକରେ କି ପ୍ରକାର ପନିଶମେଣ୍ଟ ମିଳିବ ସେ ଦେଖେଇ ଦେଲେ। ନାଇଁ ତୁମେ ଏଇ କର୍ମ କରୁଛ ମାନେ ଏତିକି ହତ୍ୟା କରୁଛ, ଏଇଆ ପନିଶମେଣ୍ଟ ମିଳିବ। ସେ ପ୍ରାକ୍ଟିକାଲି ଡରିଗଲା। ତ ମୃଗାରୀ ଯେତେବେଳେ ଡରି ଯାଇଛନ୍ତି, ସେତେବେଳେ ହାତ ଯୋଡିକି
ମାନେ ନାରଦ ମୁନିଙ୍କ ପାଦ ତଳେ ପଡିକି ସେ କହିଲେ କି ହେ ମାନବ, ମତେ ଆପଣ ଉଦ୍ଧାର କରନ୍ତୁ। ମୁଁ ଆଜି ନୁହଁ କାଲି ନୁହଁ ବର୍ଷ ବର୍ଷ ହେଇକି ମୁଁ କେବଳ ଏଇଭଳିଆ କର୍ମରେ ମାନେ ପ୍ରବୃତ୍ତି ହେଇକି ଅଛି। ମତେ ଆପଣ ଉଦ୍ଧାର କରନ୍ତୁ, କିଛି ବାଟ କୁହନ୍ତୁ। ଆଟଲିଷ୍ଟ ମୁଁ ଆଉ ଭୁଲ କରିବା ପାଇଁ ଚାହୁଁନି। ମତେ ଆପଣ ଏଇ ଯୋଉ ପାପ କର୍ମର ପ୍ରତିକ୍ରିୟାରୁ ମୁକ୍ତ କରନ୍ତୁ, ଆଉ ଏଇ ଯୋଉ ପ୍ରବୃତ୍ତି ଅଛି ତାକୁ ବି ମୁକ୍ତ କରନ୍ତୁ। ତ ଦେଖନ୍ତୁ, ଏଇଟା ହିଁ ଭକ୍ତିର ଲକ୍ଷଣ। ଶରଣାଗତି ଯେତେବେଳେ ଆସିବ, ହୃଦୟଟା ପୁରା ନିର୍ମଳ ହେଇଯିବ ଆଉ କୋମଳ ହେଇଯିବ। ତ ମୃଗାରୀ ରାଜି ହେଇଗଲେ, କହିଲେ ଠିକ ଅଛି, ଆପଣ ଯାହା କହିବେ ମୁଁ ସେଇଟା କରିବି। ତ ଆକ୍ଟିଭିଟି 2 ଅଛି, ସମସ୍ତେ କରିବ କି ମୃଗାରୀ ଯୋଉ ଯିଏ ଏତେ ନୃଶଂସ ଥିଲେ, କାହିଁକି ନାରଦ ମୁନିକୁ ଡାକି ପାରିଲେନି, ଖରାପ ଶବ୍ଦ ପ୍ରୟୋଗ କରିପାରିଲେନି? କାହିଁକି ନା ସ୍ପିରିଚୁଆଲ ପୋଟେନ୍ସି ଥାଏ, ସାଧୁ ର ପ୍ରଭାବ ଥାଏ। ଆଉ କାହିଁକି ସେ ଯୋଉମାନେ ଯଦି ବା ମୃଗାରୀ ସେ ବହୁତ ସ୍ଥୂଳ ଭାବରେ ସେ ବହୁତ ପାପୀ ଥିଲା, କିନ୍ତୁ ସେ ଭୁଲ କାମ ପାପ କାମକୁ କାହିଁକି ଡରିଲା? ତ ଆନ୍ସର ଦେଖିବ, ସମସ୍ତେ କରିକି ପଠେଇବ। ତ ଏବେ ନାରଦ ମୁନି ଗୋଟେ କହିଲେ, ଏ ଟର୍ମ ଟା ମୁଁ ଚାହିଁବି ସମସ୍ତେ ମନେ ରଖିବା ପାଇଁ। ନାରଦ ମୁନି କହିଲେ ବ୍ରେକ୍ ଦ ବାଓ ଅଫ ସିନଫୁଲ ଲାଇଫ। ବ୍ରେକ୍ ଦ, ସେ ଧନୁ ତୀର ଧରିଥିଲେ ନା ସେ ଯୋଉ ମୃଗାରୀ, ତ କହିଲେ ବ୍ରେକ୍ ଦ ବାଓ, ତମ ଯୋଉ ଧନୁ ଅଛି ତାକୁ ଭାଙ୍ଗ। କିନ୍ତୁ ଇଂଲିଶ ରେ ଅଛି ବ୍ରେକ୍ ଦ ବାଓ ଅଫ ସିନଫୁଲ ଲାଇଫ। ଆମେ ପ୍ରତିଶ୍ରୁତି ନେଇ ସାରିଲେଣି ମୁଁ ପାପ କରିବି ବୋଲି, ପ୍ରାକ୍ଟିକାଲ କହୁଛି ହେଲା। ତ ଆମେ ପ୍ରତିଶ୍ରୁତି ନେଇ ସାରିଲେଣି ପାପ କରିବେ ବୋଲି, ତେଣୁ ସେଥିପାଇଁ ଆମକୁ ଏଇ ଯୋଉ ପ୍ରତିଶ୍ରୁତି ଅଛି ତାକୁ ଭାଙ୍ଗିବାର ଅଛି। କୃଷ୍ଣ ୱିଲ ମେଣ୍ଟେନ ଅସ୍। ତ ବ୍ରେକ୍ ଦ ବାଓ ଅଫ ସିମ୍ପଲ ଲାଇଫ, କୃଷ୍ଣ ୱିଲ ମେଣ୍ଟେନ ଅସ୍। ତେଣୁ ଯେତେବେଳେ ହଣ୍ଟର ଯିଏ ମୃଗାରୀ ଶୁଣିଲା, ସେ କହିଲା କି ମୁଁ ବଞ୍ଚିବି କେମିତି ଏବେ? ମୁଁ ଯଦି ମୋ ଧନଟାକୁ ଭାଙ୍ଗିବି ତାହେଲେ ମୁଁ ବଞ୍ଚିବି କେମିତି? ମତେ ମେଣ୍ଟେନ କିଏ କରିବ? ତ ନାରଦ ମୁନି କହିଲେ ଡୋଣ୍ଟ ୱରି, ଚିନ୍ତା କର ନା, ମୁଁ ତୁମର ଖାଇବା ପିଇବା ରହିବାର ବ୍ୟବସ୍ଥା କରିଦେବି। ନାରଦ ମୁନି କହୁଛନ୍ତି, ଆମେ ନର୍ମାଲି ଭାବନ୍ତି ଧର ମୁଁ ଚାକିରି କରିଛି, ମୁଁ ଭାବିବି କଣ, ମୁଁ ଇନକମ କୋଉଠୁ ଆସୁଛି? ମୁଁ ଗଭର୍ଣମେଣ୍ଟ ପଇସା ଦଉଛି, ମୁଁ ଇନକମ କରୁଛି। କିଏ ପଶୁକୁ ମାରିକି ତାର ଜୀବିକା ନିର୍ବାହ କରୁଛି, ସିଏ ଭାବୁଥିବ କଣ ସେଇଠୁ ଇନକମ ଆସୁଛି। ତ ଯିଏ ଯାହା ଯୋଉଠୁ ଆମେ ପଇସା ଇନକମ କରୁଛେ, ଆମେ ଭାବୁଛେ ଆମ ଜୀବନର ସ୍ରୋତ ହିଁ ସେତିକି ବୋଲି। କିନ୍ତୁ ବାସ୍ତବରେ ଭଗବାନ ଉପନିଷଦରେ ଆସେ କି ନିତ୍ୟୋ ନିତ୍ୟାନାମ ଚେତନା ସ୍ଥିତନାନାମ एको ଭୁବନାମ ୟୋ ବିଦଧାତି କାମାନ। ଜଣେ ଭଗବାନ ଅଛନ୍ତି, ସମସ୍ତଙ୍କୁ ମେଣ୍ଟେନ କରୁଛନ୍ତି, ସେ ସମସ୍ତଙ୍କୁ ମେଣ୍ଟେନ କରୁଛନ୍ତି। ଆଉ ଭଗବାନ ଆମର ସବୁ ପ୍ରକାର ଆବଶ୍ୟକତାକୁ କଣ ପ୍ରଦାନ କରୁଛନ୍ତି। କିନ୍ତୁ ହଣ୍ଟର ଯିଏ ମୃଗାରୀ ଥିଲା, ସିଏ ଡିଷ୍ଟର୍ବ ହେଇଗଲା। କାହିଁକି ନା ଆମକୁ ଯଦି କିଏ କାଲି କହିବ ତୁମକୁ ଆଜି ଖାଇବା ପାଇଁ ଦିଆଯିବନି, ଆମ ମୁଣ୍ଡ ଗରମ ହେଇଯିବନି? ଆମକୁ ଖାଇବାକୁ ଦିଆଯିବନି, କଣ ପାଇଁ ଖାଇବାକୁ ଦିଆଯିବନି? ମୁଁ କେମିତି ଖାଇବି? ମୁଣ୍ଡ ଗରମ ହବ। ତେଣୁ ଅର୍ଥାତ ଆମର ସଷ୍ଟେନାନ୍ସ, ଆମେ କେମିତି ବଞ୍ଚି ରହିବୁ, ତ ସେଇ ଜିନିଷ ଉପରେ ଆମର ଯେତେବେଳେ କଥା ପଳେଇ ଆସେ, ଆମେ କଣ କହନ୍ତି, ଆରେ ଭକ୍ତି କର, କର୍ମ ବି କରିବ ଭକ୍ତି ବି କରିବ। ସାଙ୍ଗେ ସାଙ୍ଗେ ଆମେ ବାଜି ପୁରା ପଲଟେଇ ଦିଅନ୍ତି। ଆକ୍ଚୁଆଲି ଜୀବନରେ କର୍ମ କରିବାର କୌଣସି ଆବଶ୍ୟକତା ନାହିଁ, କେବଳ ଭଗବାନଙ୍କ ପ୍ରସନ୍ନତା ପାଇଁ କର୍ମ କରିବାର ଅଛି। ସଷ୍ଟେନାନ୍ସ ପାଇଁ କର୍ମ କରିବାର କିଛି ଆବଶ୍ୟକତା ନାହିଁ, କାରଣ କୃଷ୍ଣ will protect us। ଆମାଜନ ଜଙ୍ଗଲରେ ହାତୀ ଅଛି, ଟନ ଟନ ଖାଦ୍ୟ ସେ ଖାଇଦଉଛି, ତାକୁ କଣ ସେ ଯାଇକି ସକାଳୁ ଉଠି କାମ କରିବାକୁ ଯାଉଛି ନା କଣ? ନାଇଁ, ଆମର ଭରସା ପାଏନି, ଆମେ ତାକୁ ଫିଲୋସୋଫାଇଜ କରିଦିଅନ୍ତି। ସେଥିପାଇଁ ଆମେ ସଂସାର ବନ୍ଧନରେ ହିଁ ପଡିଛେ। ତ ସେଥିପାଇଁ ଆମେ ସେତିକି ଯଦି ଡିପେଣ୍ଡେଣ୍ଟ ରହିବା ଭଗବାନଙ୍କ ଉପରେ, ଖାଲି ଡିପେଣ୍ଡେଣ୍ଟ ପାରାସାଇଟ ଭଳିଆ ନୁହେଁ, ପରଜୀବୀ ଭଳିଆ ନୁହେଁ, ଡିପେଣ୍ଡେଣ୍ଟ ଭଗବାନଙ୍କ ଉପରେ ରହିବା, ସେବା ବି ଭଗବାନଙ୍କର କରିବା, ଭଗବାନ ପ୍ରସନ୍ନ ହେବେ। ଭଗବାନ ତ କହିଛନ୍ତି ନା, ଯୋଗକ୍ଷେମ ଭାମ୍ୟମ, ମୁଁ ତୁମର ଆବଶ୍ୟକତା ପୂରଣ କରିବି, ଆଉ ଯାହା ଅଛି ସୁରକ୍ଷା ପ୍ରଦାନ କରିବି। ସେଥିପାଇଁ କହିଲେ ତୁମେ, ନାରଦ ମୁନି କହୁଛନ୍ତି ମୃଗାରୀକୁ, ତୁମେ ଚିନ୍ତା କର ନା, ତୁମକୁ ମୁଁ ଯେତିକି କହୁଛି ଭଗବାନଙ୍କ ଉପରେ ନିର୍ଭର କର, ଆଉ ତୁମେ ସୁରକ୍ଷିତ ରହିବ, ପାପରୁ ମୁକ୍ତ ହେଇଯିବ। ବାସ୍ତବରେ ଯେତେବେଳେ ମୃଗାରୀ ତାଙ୍କର ଧନୁଟାକୁ ଭାଙ୍ଗିଦେଲା ଆଉ ନାରଦ ମୁନିଙ୍କ ପାଦରେ ପଡିଲା, ସେଇଟା ହିଁ କେହି ଶୁଣିଥିବ ଦୀକ୍ଷା। ଦୀକ୍ଷାର ସେତିକି ମୂଳ ରହସ୍ୟ ହେଲା ସେଇଆ, କି ଜଣେ ଶିଷ୍ୟ ପ୍ରାମାଣିକ ଗୁରୁଙ୍କ ପାଖରେ ସମର୍ପିତ ହବ। ସମର୍ପିତ ହବାର ଅର୍ଥ କଣ? ଅର୍ଥ ହେଲା ଆମେ ସମର୍ପଣର 6ଟା ବିଶେଷ ଟପିକ ଅଛି, କି ଯୋଉ ଜିନିଷଟା ଆମର ଭକ୍ତି ପାଇଁ ଫେଭରେବୁଲ ନୁହଁ ତାକୁ ମୁଁ ଗ୍ରହଣ କରିବିନି, ଯୋଉଟା ଫେଭରେବୁଲ ଅଛି ତାକୁ ଭକ୍ତି ପାଇଁ ଫେଭରେବୁଲ ଅଛି ତାକୁ ଗ୍ରହଣ କରିବି। ତ ଏତିକି ଆମକୁ ଆଟଲିଷ୍ଟ କରିବାର ଅଛି। ଏଇ ଜିନିଷଟା ମୁଁ ଦେଖିଲି ଆଜି, ମୁଁ ଯାଉଛି କି ଗୋଟେ ମୋ ସାଙ୍ଗ ଅଛି, ସେ କହିଲା କି ମୁଁ ଭାବ ପ୍ରସାଦ ପାଉଛି ସବୁଦିନ, ଏକ୍ଜାମ୍ପଲ ଦଉଛି, କିମ୍ବା ମୋର ଆଜି ଏକାଦଶୀ ଅଛି ଭାବ, ମୋ ସାଙ୍ଗ ଯାଇଛି, ଆମେ ମାର୍କେଟ ଯାଇଛି, ସିଏ ଗୋଟେ କଣ ବଢିଆ ଜିନିଷ ଆଣିକି ଆଣିଲା, ବରା ଘୁଗୁନି ପକୁଡି ଆଣିକି ଆସିଲା, ତୁ ଖାଇଦେ। ତ ଆମେ ଭାବ, ଆମେ ଏତେ କୋମଳ ଶ୍ରଦ୍ଧା ଥାଏ, ଫଟକିନା ଟିକେ ଖାଇଦବା ଆଉ କଣ ଅଛି, ଏକାଦଶୀ ତ ନେକ୍ସଟ ଟାଇମ ବି କରିପାରିବି,
ସାଙ୍ଗ ଥୋଡି ନା ଆଜି ଆସିଛି, ବହୁତ ଦିନ ପରୁ ଆସିଛି ଆଉ ତ ଆମେ ତୁରନ୍ତ ପ୍ରଭାବିତ ହେଇଯାଆନ୍ତି। ଦୀକ୍ଷା ଶବ୍ଦର ଅର୍ଥ ଆମେ କେବେ ବି ଯାହା ବି ନିୟମ ପ୍ରତିଶ୍ରୁତି ଆମେ ନବା ପାଳନ କରିବା ପାଇଁ, ତ କେବେ ବି ଜୀବନ ସାରା କୌଣସି ଜନ୍ମରେ ହିଁ ଭାଙ୍ଗିବାନି। ସେଥିପାଇଁ ଏଇଟା ଦୀକ୍ଷାର ମୂଳ ଜିନିଷ। ଏଥିପାଇଁ କୃଷ୍ଣ କରେ ଆତ୍ମସାତ, ଅର୍ଥାତ ଦୀକ୍ଷା କାଳେ ଶିଷ୍ୟ ଯେତେବେଳେ ଗୁରୁଙ୍କ ନିକଟରେ ସମର୍ପିତ ହୁଏ, ଏମିତି ନୁହଁ କି ଦୀକ୍ଷା କେବଳ ନେବି ମୁଁ ଯେତେବେଳେ 16 ମାଳା କମ୍ପ୍ଲିଟ କରିବି ଆଉ ପ୍ରସାଦ ପାଇବି ସେବେ ଦୀକ୍ଷା ନେବି, 4ଟା ନିୟମ ପାଳନ କରିବି ସେବେ ଦୀକ୍ଷା ନେବି, ତ ସେମିତି କଦାପି ନୁହେଁ। ଦୀକ୍ଷା ଗୋଟେ ଫର୍ମାଲିଟି ହିସାବରେ ଆମେ ସେବେ ନେଇପାରିବା, କିନ୍ତୁ ଦୀକ୍ଷା ଆମେ ଆଜି ବି ନେଇପାରିବା। ଦୀକ୍ଷା ମାନେ ଆମେ ପ୍ରତିଶ୍ରୁତିବଦ୍ଧ ହେବା ଦରକାର, ଆମ ଜୀବନର ଯୋଉ ଆଧ୍ୟାତ୍ମିକ ଜୀବନର ଯୋଉ ଫ୍ଲୋ ଅଛି ତାକୁ ସୁସଂଗଠିତ କରିକି ଆନୁଗତ୍ୟ ସ୍ୱୀକାର କରିକି ନେଇକି ଯିବା ବୋଲି। ମୁଁ ଆଜିଠୁ ପ୍ରତିଜ୍ଞା କଲି ମୁଁ 4ଟି ନିୟମ ପାଳନ କରିବି, ତ ସେଟା ମୋ ପାଇଁ ଦୀକ୍ଷା। ମୁଁ ଜପ କରିବି, ମର୍ଣ୍ଣିଂ ରେ ଜପ କରିବି, ମୁଁ ସାଧୁସଙ୍ଗ କରିବି, କ୍ଲାସ ଆଟେଣ୍ଡ କରିବି, ଭଗବତ ଗୀତା ଭାଗବତ ପଢିବି, ସେଇଟା ହିଁ ଦୀକ୍ଷା। ତ ଆମେ ଯେତେବେଳେ ପ୍ରତିଶ୍ରୁତି ଭାଙ୍ଗୁନେ, ଷ୍ଟ୍ରଙ୍ଗଲି ଆମେ ପାଳନ କରି କରି ଯାଉଛେ, ସେତେବେଳେ ଆମେ ଏଲିଜିବଲ ହେଇଗଲେ ଭଗବତ ଧାମ ଯିବା ପାଇଁ। ସବୁ ପ୍ରକାର ପାପ ନଷ୍ଟ ହେଇଯାଏ ସେତେବେଳେ। ଦୀକ୍ଷା କାଳେ କୃଷ୍ଣ କରେ ଆତ୍ମସାତ, ଶ୍ରୀକୃଷ୍ଣ ଭଗବାନ କଣ କରନ୍ତି, ତାକୁ ଆଲିଙ୍ଗନ କରନ୍ତି କି ଦିସ୍ ଇଜ ମାଇ ମ୍ୟାନ, ଏଟା ମୋର ଲୋକ ବୋଲି ତ ଭଗବାନ ଆଲିଙ୍ଗନ କରନ୍ତି। ସେଥିପାଇଁ ସେ ଯୋଉ ମୃଗାରୀକୁ ନାରଦ ମୁନି କହିଲେ, ତୁମେ ଯେହେତୁ ଶରଣାଗତ ହେଇଛ, ତୁମର ସବୁ ପାପ ଧୀରେ ଧୀରେ ନଷ୍ଟ ହେଇଯିବ, ତୁମେ ଭଗବାନଙ୍କର ନାମ ନେବାର ଅଛି। ତ ତାଙ୍କୁ ଉଠେଇଲେ, ଯେତେବେଳେ ପ୍ରଣାମ କଲେ ତାଙ୍କୁ ଉଠେଇଲେ, ମୃଗାରୀକୁ ନାରଦ ମୁନି ଉଠେଇକି ତାଙ୍କୁ କହିଲେ ଠିକ ଅଛି, ତୁମେ ଏବେ ଗୋଟେ କାମ କର। ଏବେ ଷ୍ଟୋରି ଭିତରକୁ ଆମେ ଯିବା ଟିକେ, କି ତୁମ ପାଖରେ ଯାହା ଧନ ସମ୍ପତ୍ତି ଅଛି ତମେ ଘରକୁ ଯିବ, ସବୁତକ ବ୍ରାହ୍ମଣ ବୈଷ୍ଣବ ମାନଙ୍କ ଭିତରେ ବାଣ୍ଟି ଦବ। କେବଳ ଗୋଟିଏ ବସ୍ତ୍ର ପରିଧାନ କରିବ, ତୁମ ଯିଏ ମାତାଜୀ ଅଛନ୍ତି ତାଙ୍କୁ ଆଣିକି ଆସିବ, ଯୋଉ ନଦୀ ଅଛି ସେଠି ଗୋଟେ କୁଡିଆଟେ ବନେଇବ, ସେଠି ତମେ କଣ କରିବ, ବସିକି ଜପ କରିବ ହରେ କୃଷ୍ଣ କୁଡିଆଟେ ବନେଇବ, ତାପରେ ତୁଳସୀ ମହାରାଣୀ ଆଣିକି ରଖିବ। ତୁଳସୀ ମହାରାଣୀଙ୍କୁ, ଏ ଗଙ୍ଗା ନଦୀ ଅଛି ନା, ତୁଳସୀ ମହାରାଣୀଙ୍କୁ ଗାଧୁଆ ଦବ, ତାଙ୍କର ପରିକ୍ରମା କରିବ, ତାପରେ ତୁମେ ସେଠି ଭଗବାନ ହରେ କୃଷ୍ଣ ମହାମନ୍ତ୍ର ଜପ କରିବ। ସିମ୍ପଲ ଏତିକି କରିବାର ଅଛି। ଯାହା ବି ଖାଇବା ପିଇବା ଜିନିଷ ମୁଁ ଦେବି। କିଏ କହ, ମୁଁ ନୁହଁ, ନାରଦ ମୁନି କହିଲେ, ନାରଦ ମୁନି ଦେବେ ବୋଲି। ଏତିକି। ଆଉ ସରିଲା, ଆଉ କିଛି କରିବାର ନାହିଁ। ଭାବ, ସେ ହଣ୍ଟର ଥିଲା, ଶିକାର କରୁଥିଲା, ତାକୁ ନାରଦ ମୁନି ଆଣିକି କଣ୍ଡିସନରେ ପହଞ୍ଚେଇଲେ। ତ ବାସ୍ତବରେ ଗୃହସ୍ଥ ଜୀବନ ବହୁତ ଟାଇମରେ ଆମକୁ କହନ୍ତି ବୟସ ହେଇନି ଭକ୍ତି କରିବା ପାଇଁ, କିନ୍ତୁ ଯାହାର ବୟସ ହେଲାଣି ସେମାନେ ବି ଭକ୍ତି କରୁନାହାନ୍ତି। 25 ବର୍ଷ ଆଲାଉ କରାଯାଇଛି ଜଣେ କଣ ଗୃହସ୍ଥ ଜୀବନ ଯାପନ କରିବା ପାଇଁ। ଆମେ ଏକ ତ ଗୃହସ୍ଥ ଜୀବନ ବି ଯାଉନି, ଗୃହ ମେଧି ଆହାର ନିଦ୍ରା ଭୟମଥନ ପୁରା ଜୀବନ ଟା ବ୍ୟତୀତ କରିଦଉଛେ। ଆଉ 50 ବର୍ଷ ହେଲା ବେଳକୁ ଗୃହସ୍ଥରୁ ବାନପ୍ରସ୍ଥ ନବା କଥା, ଘର ତ୍ୟାଗ କରିବା କଥା, ସଂସାରର ବୈରାଗ ଆସିବା କଥା, ତଥାପି ଆମର ଆସୁନି। ମୋ ପୁଅ, ମୋ ନାତି, ମୋ ଝିଅ କୈଳାସ ଡ୍ରାମା ଯଦି ଶୁଣିଥିବ, ଲାଷ୍ଟ ଟାଇମ କହିବ ନାରଦ ମୁନି ମୋ ପିଲା ଅଛି, ମୁଁ କେମିତି ଯିବି ଆପଣଙ୍କ ସାଙ୍ଗେ, ମୁଁ ଯିବିନି। ସେ କୁକୁର ହେଇଯିବ, ସେ ସାପ ହେଇଯିବ, ତଥାପି ସେ ଘର ଛାଡିକି ଯିବନି ଭାଇ। କି ଭଳିଆ କଣ୍ଡିସନ ତାର, ଏତେ ଆସକ୍ତି ଥାଏ। ସେଥିପାଇଁ ତ ତ ଏଇଭଳିଆ କଣ୍ଡିସନରେ ସେ କଣ କଲେ, ଏବେ ଭକ୍ତି ତାଙ୍କର ଷ୍ଟାର୍ଟ କଲେ। ସେଥିପାଇଁ ଆମେ ଜାଣିବା ଦରକାର, କାହା ମନରେ ବି ସମସ୍ତଙ୍କ ମନରେ ପ୍ରଶ୍ନ ଆସେ, ଠିକ ଅଛି ପ୍ରଭୁ ଆମେ ପାଠ କାହିଁ ପଢୁଛେ, ପାଠ ପଢିବା କଣ ଦରକାର ଅଛି? ଯଦି ଆପଣ କହୁଛନ୍ତି ଭକ୍ତି କରିବା ଅଛି, ପାଠ ପଢିବି କାହିଁକି? ଏତେ ଚାକିରି ବାକିରି ପାଇଁ କାହିଁ ଘରେ ଷ୍ଟ୍ରଗଲ କରୁଛି, କି ଘରେ ଦୁଃଖରେ ଅଛନ୍ତି, କାହିଁ କରିବି ତାହେଲେ? ତ ସିମ୍ପଲ ଗୋଟେ ନର୍ମାଲ ରିଜନ, କି ଆମ ଭିତରେ ଶୁଦ୍ଧ ଭକ୍ତି ଏବଂ ଉଜ୍ଜୀବିତ ହେଇନି। ହେଲା, ଆମେ ଦିଟା ଜିନିଷକୁ ବାଲାନ୍ସ କରିକି ଯାଉଛେ। ଆମେ ପୁରା ଛାଡିକି ଖାଲି ଶୁଦ୍ଧ ଭକ୍ତି ହେଇକି ଶୁଦ୍ଧ ଭକ୍ତ ହବା, ଏଟା ଆମ ପାଇଁ ସମ୍ଭବ ନୁହେଁ। କାହିଁକି ନା ଆମ ପାଖରେ ଶୁଦ୍ଧିକରଣର ମାର୍ଗଟା ଆମେ ଆପଣଉଛେ, ଶୁଦ୍ଧ ହେଇନି। ଶୁଦ୍ଧ ହେଲା ପରେ ଆମେ ସନ୍ନ୍ୟାସ ଅବସ୍ଥାକୁ ଯିବା। ଭଗବତ ଗୀତାରେ ଅଛି ନା, ଭଗବାନ କହୁଛନ୍ତି କି ପ୍ରି ମ୍ୟାଚୁରଲି ଯଦି କିଏ ସନ୍ନ୍ୟାସ ନେଇଯାଉଛି, ସଂସାରକୁ ତ୍ୟାଗ କରିଦଉଛି, ତାହା ଭିତରେ ଯୋଉ ଗୁଣ ଗୁଡା ଶୁଦ୍ଧ ଯଦି ନ ହେଇଥିବ, ମାନେ ସେ ଶୁଦ୍ଧ ସତ୍ୟ ଅବସ୍ଥାକୁ ଆସିନଥିବ, ସେ ପୁଣି ସେଇ ତାର ରଜଗୁଣ, ତମ ଗୁଣ, ସତ୍ୟ ଗୁଣର ପ୍ରଭାବରେ କାମ କରିବ। ସେଥିପାଇଁ ସେ କେବଳ ସଂସାରରେ ମାନେ ଡିଷ୍ଟର୍ବାନ୍ସ କ୍ରିଏଟ କରିବ, ଆଉ କିଛି ନୁହଁ। ସେଥିପାଇଁ ଭୌତିକ ଜଗତର ଯୋଉ ତାଡନା ଅଛି, ଧୋକା ଅଛି, ତ ସେଇଟାକୁ ଆମେ ଯେତେବେଳେ ସହ୍ୟ କରୁଛେ, ତ ଆମ ଭିତରେ ସହନଶୀଳତା ଗୁଣ ଆସିବ, ଯେଥିରେ ସଂସାର ପ୍ରତି ନିରାସକ୍ତତା ଆସିବ। ଆଉ ଅପର ପକ୍ଷରେ ଆମେ ଯେତେବେଳେ ଭକ୍ତି କରୁଛେ, ତ ଭଗବାନଙ୍କ ପ୍ରତି ଭଲ ପାଇବା ଆସିବ। ଯେତେବେଳେ ଗୋଟେ ଲୋକ ସଂସାରରୁ ବିରକ୍ତ ହେଇଯାଉଥିବ, ଭଗବାନଙ୍କ ପ୍ରତି ଆସକ୍ତି ହଉଥିବ, ଏଇଟା ହିଁ ଭକ୍ତିର ଲକ୍ଷଣ। କି ଭଗବାନଙ୍କ ପାଖରେ ଆସକ୍ତି, ସଂସାରରୁ ବିରକ୍ତି, ଏଇ ଦିଟା ଯେତେବେଳେ ଆସୁଛି, ଜାଣିବା ଆମେ ଭକ୍ତି ମାର୍ଗରେ ଅଛେ। ତ
ତେଣୁ ସେଥିପାଇଁ ଭଗବାନ ଆମକୁ ମେଣ୍ଟେନ କରନ୍ତି। ଆମେ ଯଦି ଭଗବାନଙ୍କର ସେବା କରିବା, ଭଗବାନଙ୍କ ଉପରେ ନିର୍ଭରଶୀଳ ହବା, ତାହେଲେ ଭଗବାନ ମେଣ୍ଟେନ କରିବେ। ନାରଦ ମୁନି କହିଲେ କି ଯେତିକି ମୁଁ ତମକୁ ଦେବି, ତମର ଯେତିକି ଦରକାର ତମେ ସେତିକି ଗ୍ରହଣ କରିବ ହେଲା। ତ ଏଇ କଣ୍ଡିସନରେ ସେ ସବୁ ରେଡି ହେଇକି ଇଏ କଲେ। ଷ୍ଟ୍ରିକ୍ଟଲି ତାଙ୍କର ଯେ ଆଧ୍ୟାତ୍ମିକ ଗୁରୁ ଥିଲେ ନାରଦ ମୁନି, ତାଙ୍କ କଥା ସେ ଯାହା କହିଥିଲେ ସେୟା କଲେ। ଆମେ କେବେ ଭାବିବାନି ପ୍ରଭୁପାଦ ଆମ ସମସ୍ତଙ୍କ ପାଇଁ ଗୁରୁ। ତ ପ୍ରଭୁପାଦଙ୍କ ବୁକ୍ସ ରେ ଯାହା କହିଛନ୍ତି ଆମେ ଯଦି ଏକ୍ଜାକ୍ଟଲି ସେଇଆ କରିବା, ଏକ୍ଜାକ୍ଟଲି କିଛି ମ୍ୟାନିପୁଲେଟ ନ କରିକି, ତାହେଲେ ଆମେ ସିଧା ଭଗବତ ଧାମ ଯିବା। ଜାଣିଛନ୍ତି ପ୍ରଭୁପାଦ କଣ କହିଛନ୍ତି? ୟୁ ଅବଜର୍ଭ 4 ରେଗୁଲେଟରୀ ପ୍ରିନ୍ସିପଲ। 4ଟା ନିୟମ ପାଳନ କର, ଜପ କର 16 ମାଳା ଆଟେଣ୍ଟିଭଲି, ପ୍ରସାଦ ପାଅ, ସିଧା ଭଗବତ ଧାମ ଯିବ। ଆଉ କିଛି କରିବାର ନାହିଁ, କିଛି କରିବାର ନାହିଁ, କେବଳ ଏତିକି କର, ଭଗବତ ଧାମ ଯିବ। ତ ଏତିକି ଆମର କରିବାର ଅଛି, ବେଶୀ କିଛି ବି ନାହିଁ। ଆନୁଗତ୍ୟ ମାନେ ଏତିକି କରିବାର ଅଛି। ଆମେ ସେଇଟା କରିପାରୁନେ ବୋଲି ଆଜି କିଏ ଗାୟବ ହେଇଗଲାଣି, କିଏ ରିପୋର୍ଟ ପଠଉନି, କିଏ କୋଉଠି ଶୋଇ ପଇଲାନି, ସକାଳୁ ଫୋନ କରିକି ଉଠିବାକୁ ପଡୁଛି। କାହିଁକି ନା ଆମେ ସେତିକି ସରେଣ୍ଡର ହେଇପାରୁନେ। ତେଣୁ ଆମେ ସମସ୍ତଙ୍କୁ ୟାପରେ କାମ କରିବାର ଅଛି, ବୁଝିଲେ କି? ତେଣୁ ୟା ଦ୍ୱାରା ଆମ ଜୀବନ ଟା ସକ୍ସେସ ହବ। ଆଉ ନାରଦ ମୁନି କହିଲେ ଯେ ପର୍ଯ୍ୟନ୍ତ ଖାଇବା ପିଇବାର ସମସ୍ୟା ତୁମେ ଚିନ୍ତା କର ନା। ଆଉ କଣ ନାରଦ ମୁନିଙ୍କର କନଫିଡେନ୍ସ ଅଛି କି ଯୋଗକ୍ଷେମ ବହାମ୍ୟହମ୍, ନାରଦ ମୁନି ଜାଣିଛନ୍ତି। କିନ୍ତୁ ଯିଏ ହଣ୍ଟର ଶିକାରୀ ଥିଲେ, ସେ ନୂଆ ନୂଆ ନିଓଫାଇଟ୍ ଡିଭୋଟି, ନୂଆ ନୂଆ ଭକ୍ତ, ସେ ଜାଣିନି। ଭକ୍ତ ମାନେ ବି ଦେଖିବ ପ୍ରାୟ ରହିବାକୁ ଘର ନାହିଁ ନା, ରାସ୍ତା ଉପରେ ଶୋଇପଡିବେ, ଜଙ୍ଗଲରେ ସେ ରହିଯିବେ। କୁମ୍ଭମେଳା ଦେଖିଥିବ କେତେ ସାଧୁ ଅଛନ୍ତି, କେତେ ସାଧୁ, କେତେ ସେମାନେ ତପସ୍ୟା କରୁଛନ୍ତି, ଶରୀରକୁ କଷ୍ଟ ଦଉଛନ୍ତି, କୋଉଠି ବି ଶୋଇ ପଡୁଛନ୍ତି, କେମିତି ମାନେ ସେମାନଙ୍କ ଲକ୍ଷ୍ୟ ଥାଏ କେବଳ ତାଙ୍କର ଆଧ୍ୟାତ୍ମିକ ଗୁରୁଙ୍କ କଥା ମାନିବେ, କୃଷ୍ଣଙ୍କର ସେବା କରିବେ, ଭଗବାନଙ୍କର ନାମ ନେବେ, ସରିଲା। ସିମ୍ପଲ। ସେଥିପାଇଁ ଯଦି କିଏ ଏତିକି ବି କଲା, ଦୁନିଆର କୌଣସି ଜାଗାରେ ଥାଉ ବରଂ, ଇଣ୍ଡିଆରେ ଥାଉ, ପାକିସ୍ତାନରେ ଥାଉ, ଖାଲି 4ଟା ନିୟମ ପାଳନ କରିବ, ଜପ କରିବ, ପ୍ରସାଦ ପାଇବ ପରଫେକ୍ଟଲି, ଆଉ ତୁଳସୀ ମାରାଣୀଙ୍କ ସଙ୍ଗ କରିବ, ସାଧୁ ସାଙ୍ଗରେ ସେ ଭଗବତ ଧାମ ଯାଇପାରିବ। ତେଣୁ ନାରଦ ମୁନି ତାପରେ କଣ କଲେ, ଏ ଯୋଉ ଅ ଅଧା ମରା ଯୋଉ ଲୋକଙ୍କୁ ରଖିଥିଲା, ଯୋଉ ଜାଲରେ ପକେଇକି ରଖିଥିଲା, ସେ କିଛି ପଶୁ ପକ୍ଷୀ, ତାଙ୍କୁ ଛାଡିଦେଲେ। ଆଉ ଏଇ ଯୋଉ ମିରାକଲ, ଏଇ ଯୋଉ ମୃଗାରୀ ଦେଖିଲେ ସତରେ, ଆଉ ନାରଦ ମୁନିଙ୍କୁ ପାଦ ଛୁଇଁ ପ୍ରଣାମ କଲେ। ତ ନାରଦ ମୁନି କି ତାପରେ ହଁ, ତେଣୁ ଧୀରେ ଧୀରେ ଏଇ ଖବରଟା ତାଙ୍କ ଗାଁରେ ସବୁ ପ୍ରସାରିତ ହେଇଗଲା କି ଯିଏ ମୃଗାରୀ ଥିଲା, ଅଧା ମରା କରି ଛାଡୁଥିଲା, ଆଜି ସିଏ ବାବା ହେଇଯାଇଛି, ବୈଷ୍ଣବ ହେଇଯାଇଛି। ବାବା ନୁହଁ, ବାବା ଶବ୍ଦର ଅର୍ଥ ହେଲା ମାନେ କିଏ ପିତୃତୁଲ୍ୟ ବ୍ୟକ୍ତି। ତାଙ୍କୁ ଆମେ ସମ୍ମାନ ଦବା ପାଇଁ ବାବା ଡାକନ୍ତି, ଚିପଲି ଆମେ କହିଦିଅନ୍ତି, ତ ଏମିତି କହିବା କଥା ନୁହେଁ। ତ ବୈଷ୍ଣବ ହେଇଯାଇଛି, ସେ ଭକ୍ତ ହେଇଯାଇଛି, ସାଧୁ ହେଇଯାଇଛି। ଚାଲ 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 ସମସ୍ତେ ଆମେ ଦେଖିବାକୁ ଯିବା କଣ ସେ କରୁଛନ୍ତି। ଯେତେବେଳେ ସିଏ କହିଲେ ଏଇଟା ଆମର ବୈଷ୍ଣବର କଲଚର, ବେଦିକ କଲଚର, ଯଦି ଆମେ କେହି ମନ୍ଦିର ଯାଉଛେ, କି କୌଣସି ପ୍ରଭୁଜୀ ବା ମାତାଜୀଙ୍କ ଘରକୁ ଯାଉଛେ, କି କାହାକୁ ଦେଖା କରିବାକୁ ଯାଉଛେ, ଆମେ କିଛି ଗୋଟେ ନେଇକି ଯିବା ତାଙ୍କ ପାଇଁ। ସେଥିପାଇଁ ସମସ୍ତେ ଜାଣିବାର ଅଛି, ତେବେ ବି ତମେ କେହି ମନ୍ଦିର ଆସିବ, ତୁଳସୀ ଆଣିବ, ଫୁଲ ଆଣିବ, ଫଳ ଆଣିବ, କିଛି ବି ଆଣିକି ଆସିବ, କି କୌଣସି ପ୍ରଭୁଜୀ ମାତାଜୀଙ୍କୁ ଦେଖା କରିବାକୁ ଯାଉଛ, କିଛି ଗୋଟେ ପ୍ରସାଦ ବଗେରା ନେଇକି ଯିବ। ଏଟା ଆମର କଲଚର। ସବୁ ଲୋକ ଗାଁରୁ କଣ କଲେ, ଆସିଲେ ଦେଖିବା ପାଇଁ, ତ ସାଙ୍ଗରେ ଆସିବେ, ଏକାଥରେ ଆସିବେନି, ଫଳ ମୂଳ ସବୁ ଆଣିକି ଆସିଲେ, ପନିପରିବା, ଚାଉଳ, ଡାଲି ସବୁ ଆଣିକି ଆସିଲେ, କିଏ ଖାଇବା ବନେଇକି ଆସିଲେ। ନାରଦ ମୁନି କଣ କହିଥିଲେ, ତମର ଯେତିକି ଦରକାର ସେତିକି ରଖିବ। ସେ ଏଇଆ ହିଁ କଲେ, ସେ ସବୁ ଖାଇଲେନି, ସବୁ ଲୋକ ଆନନ୍ଦିତ ହେଲେ କି ଯାହା ହଉ ଆମ ଗାଁ ମୃଗାରୀର ଅଭୟରୁ ରକ୍ଷା ପାଇଗଲା। ସେଥିପାଇଁ ଯଦି କିଏ ମାନେ ଡିଭୋଟି ମାନେ ଗୋଟେ ଜିନିଷ ପାଇଁ ବହୁତ ଫେମସ ଥାନ୍ତି, ସିମ୍ପଲ ଲିଭିଂ ହାଇ ଥିଙ୍କିଙ୍ଗ। ଏତେ ଗର୍ଜିୟସ ଲାଇଫଷ୍ଟାଇଲ ତାଙ୍କର ନଥାଏ ହେଲା। ମୁଁ ଦେଖିଛି ବ୍ୟକ୍ତିଗତ ଭାବରେ କି ବହୁତ ମହାରାଜ ମାନେ କେତେ ସିମ୍ପଲ ଲିଭିଂ। ମହାରାଜ ମାନେ ତାଙ୍କ ପାଖରେ ଲକ୍ଷ ଲକ୍ଷ ଶିଷ୍ୟ ମାନେ ଥାଆନ୍ତି, ଆଉ ସେମାନେ ଗୋଟେ ଛୋଟ ରୁମ ଭିତରେ ମାନେ ମାନେ କମ୍ପାକ୍ଟ, ସେଇଠି ତାଙ୍କର ବିଗ୍ରହ ଥିବେ, ସେଇଠି ତାଙ୍କର ବେଡ ସାଇଡ ରେ ପଡିଥିବ, ବହୁତ ଛୋଟ ଘରେ ରୁହନ୍ତି। ମୁଁ ଜାଣିନି କେମିତି ସେ ରହିପାରନ୍ତି, ଆମେ ତ ରହିପାରୁନେ ହେଲା। ବୃନ୍ଦାବନରେ ମୁଁ ଦେଖିଛି ଗୋଟେ କେବିନ, ପାନ ଦୋକାନ ଦେଖିଥିବେ, ଗୋଟେ ଛୋଟ କେବିନ, ତା ଭିତରେ ସେ ଗୋଟେ ମାନେ ବୃନ୍ଦାବନରେ ମୁଁ ଗୋବର୍ଦ୍ଧନ ପରିକ୍ରମା କଲାବେଳେ ଦେଖିଛି, କେହି କହିବ ମୁଁ ଫଟୋ ଉଠେଇକି ପଠେଇଦେବି, ମାନେ ଫଟୋ ଅଛି ମୋ ପାଖରେ। ସେ ଗୋଟେ କେବିନ ଭିତରେ ତାର ସଂସାର, ସେ ଯେ ମହାରାଜ ଅଛନ୍ତି କିଏ, ତ ସେଇଠି ସିଏ ଜପ କରନ୍ତି, ଭାଗବତ ପଢନ୍ତି, ଶୁଅନ୍ତି, ପ୍ରସାଦ ଖାଆନ୍ତି, ସବୁ ସେତିକି ଛୋଟ କେବିନଟେ, ମାନେ କେତେ ହବ, ବହୁତ ଛୋଟଟେ। ତେଣୁ ସେଥିପାଇଁ ଭକ୍ତ ମାନେ କେବଳ ଗୋଟିଏ ପାଇଁ ଫେମସ ଥାନ୍ତି, କି ସିମ୍ପଲ ଲିଭିଂ ହାଇ ଥିଙ୍କିଙ୍ଗ। ତ ତାଙ୍କର ଗୁରୁଙ୍କର ଆନୁଗତ୍ୟରେ, ସେଥିପାଇଁ ମନ୍ଦିରରେ ଆମେ ଯୋଉ ଶୁଣି ଦେଇଛେ, ମଠରେ ଖାଇକି ଖଟରେ ଶୋଇବ, କନସେପ୍ଟ ହିଁ ବୈଦିକ କଲଚରରେ ଆପ୍ଲାଏ ହିଁ ନାହିଁ। ମଠରେ ଖାଇକି ଖଟରେ ଶୋଇବା ପାଇଁ କେବେ ମଠ ମନ୍ଦିର ନାହିଁ, କେବେ ବି ସେବା କରିବ। ସେଥିପାଇଁ ଦେଖିବ ଗୃହସ୍ଥ ମାନେ ଯୋଉମାନେ
କିଛି କର୍ମ କରୁଛନ୍ତି, ଯୋଉମାନେ ଭଗବାନଙ୍କର ଫୁଲ ଟାଇମ ସେବା କରୁନାହାନ୍ତି ତାଙ୍କୁ ଛାଡିକି ଯୋଉମାନେ କିଛି ବାହାରେ କାମ କରୁଛନ୍ତି ସେମାନେ ମନ୍ଦିରରେ ରୁହନ୍ତିନି, ଯିବେ ବାହାରେ କାମ କଲେ ଆସିବେ। ଆଉ ସେଇମାନେ ଗୃହସ୍ଥ ମାନେ କେବଳ ବ୍ରହ୍ମଚାରୀ, ବାନପ୍ରସ୍ଥୀ, ସନ୍ନ୍ୟାସୀ ତିନିଟା ଯୋଉ ସେକ୍ସନ ସୋସାଇଟି ତାକୁ ପାଳନ କରିବେ। ତାଙ୍କ ଦାୟିତ୍ୱ, ଯଦି କିଏ ଗୃହସ୍ଥ ହଉଛି ଏନ୍ଜୟ କରିବ ନା, ସଂସାରକୁ ଭୋଗ କରିବ, ତାହେଲେ ଭୋଗ କରିବା ମାନେ ସେତିକି ସିଏ ସେବା ବି କରିବ। ଉଦ୍ଧାର କେମିତି ହବ? ମନ୍ଦିର ପାଇଁ ଏତେ ଡୋନେସନ କୋଉଠି ଆସିବ? ଗୃହସ୍ଥ ମାନେ ହିଁ ଦେବେ। କାହିଁକି ନା ସେମାନେ ସଂସାରକୁ ଭୋଗ କଲେ, ତାଙ୍କର କଲ୍ୟାଣ ପାଇଁ ସେମାନେ ନିଶ୍ଚୟ ମନ୍ଦିରରେ ସେବା କରିବେ। ତ ମନ୍ଦିର ଯଦି ସେମାନେ ସେବା କଲେ ତାଙ୍କର ଧୀରେ ଧୀରେ ଉନ୍ନତି ହବ, ଆଧ୍ୟାତ୍ମିକ ପ୍ରଗତି ହବ। ହରେ କୃଷ୍ଣ। ବସ୍ ଆଉ 2-3 ମିନିଟ ଅଛି। ମୁଁ ଟିକେ ଗୋଟେ ସେକେଣ୍ଡ ଆସୁଛି। ହରେ କୃଷ୍ଣ। ହରେ କୃଷ୍ଣ। ହରେ। ତ ତ ତାପରେ ଆକ୍ଟିଭିଟିଜ ଗୁଡା କରିବ। ତ ଏବେ ଷ୍ଟୋରିର ସେକେଣ୍ଡ ପାର୍ଟ ଆଉ 2-3 ମିନିଟ ଆମେ ଶୁଣିବା କଣ ଅଛି। ତ ଥରେ ନାରଦ ମୁନି କଣ କରିଛନ୍ତି, ତାଙ୍କ ସାଙ୍ଗଙ୍କ ନାଁ ହେଲା ପର୍ବତ ମୁନି। ତ ନାରଦ ମୁନି ଆଉ ପର୍ବତ ମୁନି କଣ କରିଛନ୍ତି, ବୁଲିବା ପାଇଁ ଯିବେ। ସେ ନାରଦ ମୁନି ତାଙ୍କୁ ପ୍ରସ୍ତାବ ଦେଇଛନ୍ତି କି ମୁଁ ଗୋଟେ ଶିଷ୍ୟ ବନେଇଛି, ଆମେ ଚାଲ ଦେଖିବା ଆଜି ସେ ଶିଷ୍ୟ କଣ କରୁଛନ୍ତି। ତ 2 ଜଣ ଆସିଛନ୍ତି ଏବେ। ତ ନାରଦ ମୁନିଙ୍କୁ ଆଉ ପର୍ବତ ମୁନିଙ୍କୁ ତାଙ୍କ ଯିଏ ମୃଗାରୀ ଶିଷ୍ୟ ଥିଲେ ସେ ଦୂରରୁ ଦେଖି ଦେଇଛନ୍ତି କି ମୋର ଗୁରୁ ମହାରାଜ ଆସିଛନ୍ତି। ସେ ଅତ୍ୟନ୍ତ ତାଙ୍କ ଭିତରେ ମାନେ ଉତ୍କଣ୍ଠା ବହୁତ ସୁନ୍ଦର ଭାବରେ ସେ ଜାଣନ୍ତି ମୁଁ ସେବା କରିବି ଆଜି। ତ ତୁରନ୍ତ ସିଏ କଣ କରିଛନ୍ତି, ଆସିକି ପ୍ରଣାମ କରିବେ। ଯେତେବେଳେ ଦୌଡି ଦୌଡିକି ଆସିଛନ୍ତି, ଯେତେବେଳେ ଦେଖିଲେ ସାମ୍ନାରେ କିଛି ପିମ୍ପୁଡି ଗୁଡା ଯାଉଛନ୍ତି। ତ ସିଏ ଭାବିଲେ କି ଯଦି ମୁଁ ପାଦ ପକେଇଦେବି ତାହେଲେ କଣ ହବ, କି ସେ ପିମ୍ପୁଡି ମାନେ ମୋ ପାଦ ତଳେ ମରିଯିବେ। ହେଲା। ତାପରେ ସେ କଣ କଲେ, ତାଙ୍କ ଯୋଉ କପଡା ଥିଲା ସେ କପଡାକୁ ଧୀରିକିନି, ବହୁତ ସଫ୍ଟ କପଡା ଥିଲା, ତାକୁ ଧୀରିକିନି ସାଇଡ କରିଦେଇଛନ୍ତି। ତ ୟାକୁ ପର୍ବତ ମୁନି ଦେଖୁଛନ୍ତି କି ଇଏ ଏମିତି କଣ ଡେଇଁ ଡେଇଁକି ଅଧା ଅଧା ଡେଇଁ ଡେଇଁକି ଆସୁଛନ୍ତି, ମଝିରେ କଣ ସଫା କରୁଛନ୍ତି। ତ ପାଖକୁ ଯେତେବେଳେ ଆସିକି ମୃଗାରୀ କଣ କରିଛନ୍ତି, ତାଙ୍କୁ ଦଣ୍ଡବତ ପ୍ରଣାମ କରିଛନ୍ତି। ତାଙ୍କୁ ଅ ମାନେ ତାଙ୍କର କୃପା ଭିକ୍ଷା କରିଛନ୍ତି। ତଳେ ତାଙ୍କୁ ପଚାରିଲେ ତୁମେ କାହିଁକି ଏମିତି ଡେଇଁ ଡେଇଁକି ଆସୁଛ, ଆଉ ଅଧା ଅଧା ରହିକି କଣ ଗୋଟେ ମାଟି ଉପରେ କଣ କରିକି ଆସୁଛ କଣ ପାଇଁ? ନା ସେ କହୁଛନ୍ତି କି ମୁଁ ଆସୁଥିଲି ଯେ ସେ ପିମ୍ପୁଡି ମାନେ ଯୋଉ ଯାଉଥିଲେ, ତ ମତେ ଲାଗିଲା କି ମୋ ପାଦ ତାଙ୍କ ଉପରେ ପଡିଯିବ ବୋଲି, ସେଥିପାଇଁ ମୁଁ ସାଇଡ କରି କରି ଆସୁଥିଲି। ତ ପର୍ବତ ମୁନିଙ୍କୁ ନାରଦ ମୁନି କହୁଛନ୍ତି, ଦେଖ ଯିଏ ପଶୁ ପକ୍ଷୀ ମାନଙ୍କୁ ଅଧା ମରା କରି ଛାଡୁଥିଲା, ଆଜି ସିଏ ଗୋଟେ ପିମ୍ପୁଡି ଉପରେ ତା ପାଦ ରଖିବା ପାଇଁ ବି ନାରାଜ। ପରିବର୍ତ୍ତନ ତ ଏମିତି, କିଏ ଭକ୍ତି କରୁଛି କେମିତି ପରିବର୍ତ୍ତନ ଆମେ ଦେଖୁଛେ। ଯାହା ଭିତରେ ଏତେ କ୍ରୋଧ ଥିଲା, ଏତେ ହିଂସକ ପ୍ରବୃତ୍ତି ଥିଲା, ସିଏ ଆଜି ଅନ୍ୟ ଉପରେ ଦୟା କରିବା ପାଇଁ, ଭଗବାନଙ୍କ ସେବା କରିବା ପାଇଁ, ସେବା ଆଧାରରେ ଦୟା କରିବା ପାଇଁ ସିଏ ନିଜେ ରେଡି ହେଇଯାଉଛି। ତ ନାରଦ ମୁନିଙ୍କୁ ସେ କହିଲେ, ସ୍କନ୍ଦ ପୁରାଣରେ ମୁଁ ଗୋଟେ କୋଟ କରିଛି କି ଦେଖିବ, କି କହିଲେ କି is it not wonderful that a devotee of the Lord is not inclined to give any sort of pain to anyone? ଭକ୍ତ ଯଦି କିଏ ହବ ନା, କାହାକୁ କଷ୍ଟ ଦେଇପାରିବନି। ପର ଦୁଃଖୀ ଦୁଃଖୀ, ପର ଦୁଃଖୀ ସୁଖୀ ନୁହେଁ। ସେ ଦୁଃଖ କରିବ, ତାର ନିବାରଣ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବ। ତ ଏଇଟା ହେଲା ଭକ୍ତର କର୍ତ୍ତବ୍ୟ। ତେଣୁ ନାରଦ ମୁନି ଆଉ ପର୍ବତ ମୁନିଙ୍କୁ ସୁନ୍ଦର ଭାବରେ ତାଙ୍କର ପଦ ପ୍ରକ୍ଷାଳନ କରିଛନ୍ତି, ପାଦ ଧୋଇ ଦେଇଛନ୍ତି। ତାପରେ ତାଙ୍କୁ ଆସନ ପ୍ରଦାନ କରିଛନ୍ତି। ତାଙ୍କର ପାଦ ଯୋଉ ଜଳ ଅଛି ଚରଣାମୃତ, ତାକୁ ନିଜେ ପାନ କରିଛନ୍ତି। ଆଉ ବହୁତ ଆନନ୍ଦର ସହିତ ନୃତ୍ୟ କରିଛନ୍ତି, ଗାଇକି ହରେ କୃଷ୍ଣ ମହାମନ୍ତ୍ର ଗାନ କରିକି ନୃତ୍ୟ କରିଛନ୍ତି ତାଙ୍କର ସ୍ଵାମୀ ସ୍ତ୍ରୀ 2 ଜଣ। ନାରଦ ମୁନିଙ୍କୁ ଏତେ ସୁନ୍ଦର ପ୍ରସନ୍ନତା, ଆଉ ପର୍ବତ ମୁନି ପ୍ରସନ୍ନ ହେଇଛନ୍ତି। ତ ପର୍ବତ ମୁନି ନାରଦ ମୁନି କହୁଛନ୍ତି, ଆପଣ ମାନେ ପରଶମଣି ଭଳିଆ। ଟଚ୍ ଷ୍ଟୋନ, ଛୁଇଁ ଦେଲେ ଯୋଉ ଗୋଟେ ଷ୍ଟୋନ ଅଛି, ତାକୁ ଛୁଇଁ ଦେଲେ ସେ ଯୋଉ ଲୁହାଟା ବି ସୁନା ହେଇଯିବ, ପରଶମଣି। ତ ନାରଦ ମୁନିଙ୍କୁ ପର୍ବତ ମୁନି କହୁଛନ୍ତି, ଆପଣ ମହାରାଜ ଆପଣ ପରଶମଣି ଭଳିଆ। ତ ଆପଣ କେବଳ ସ୍ପର୍ଶ କରିଛନ୍ତି ଏଇ ମୃଗାରୀକୁ, ସିଏ ଆଜି ଆପଣଙ୍କର ଶୁଦ୍ଧ ଭକ୍ତ ହେଇକି ଆସିଛନ୍ତି। ସେଥିପାଇଁ ସ୍କନ୍ଦ ପୁରାଣରେ ନାରଦ ମୁନିଙ୍କର ଗୁଣ କୀର୍ତ୍ତନ କୁହାଯାଇଛି କି ସବୁଠୁ ନିଚ ସ୍ତରର ଲୋକ, ପଶୁ ହତ୍ୟାକାରୀ ମଧ୍ୟ ଭଗବତ ଧାମ ଯାଇପାରୁଛି ନାରଦ ମୁନିଙ୍କ ଭଳିଆ କୃପାରୁ। କାହିଁକି ନା ନାରଦ ମୁନି କୃଷ୍ଣଙ୍କ ସହିତ, ନାରଦ ମାନେ କଣ, ଯେ ନାରାୟଣଙ୍କୁ ମାନେ ପ୍ରଦାନ କରନ୍ତି, ସେ ନାରଦ। ହେଲା। ପ୍ରଭୁପାଦ କହିଛନ୍ତି କି ସୁନ୍ଦର ଭାବରେ ପ୍ରଭୁପାଦ ଏଇ ଲୀଳାକୁ ସୁନ୍ଦର ଭାବରେ ବର୍ଣ୍ଣନା କରି କହୁଛନ୍ତି କି ନାରଦ ମୁନିଙ୍କ ଭଳିଆ ଜଣେ ଶୁଦ୍ଧ ଆଉ ଉନ୍ନତ ସ୍ତରର ବୈଷ୍ଣବର ସଙ୍ଗ କଲେ, ତାହେଲେ ଆମେ ନିଶ୍ଚୟ ଆମ ହୃଦୟରେ ପରିବର୍ତ୍ତନ ଆସିବ। ଭକ୍ତି ବିନୋଦ ଠାକୁର ବି କୁହନ୍ତି କି ଜଣେ ବୈଷ୍ଣବ, ଜଣେ ଭଲ ବୈଷ୍ଣବ, କ୍ୱାଲିଟି ବୈଷ୍ଣବ ବୋଲି କେମିତି ଜାଣିବ, କି ସିଏ ଅନ୍ୟକୁ ବୈଷ୍ଣବ ବନେଇ ପାରୁଥିବ, ଅନ୍ୟ ଭିତରେ କୃଷ୍ଣ ଭାବନା ମତକୁ ତା ହୃଦୟରେ ସ୍ଥାପନା କରିପାରୁଥିବ।
प्रचार माध्यम जिते लोक कौन डिग्रेडेड हूँ कहीं किंतु ता माध्यम अन्य प्रभावित होते वैष्णव क्वालिटी अन्य पाखे डेभलप करूथिबो वैष्णव माने नुह कि बस मु गोटे निजर अलग जगह बसीगली जप कली ना प्रभुपाद संघर्ष किए पढ़िबो तो प्रभुपाद 70 वर्ष बयस वृंदावन धाम को छाड़े प्रभुपाद वृंदावन न भगवत धाम तो सेठू आसिले एठिकी कष्ट करिकी प्रभुपाद को भगवान कृष्ण पठेले कि जाया प्रचार कर बुक लेख तो प्रभुपाद वृंदावन छाड़िकी ए जगत को आसिले एटी वृंदावन साधना कले 70 वर्ष बयस वृंदावन छाड़िकी गले कोटी पाश्चात्य देश गले प्रचार कले समस्त को प्रचार करके समस्त को शुद्ध वैष्णव बने की समस्त को वृंदावन को डाकिले आ समस्त भीतर वृंदावन चेतना प्रदान कले पुणी वृंदावन धाम को पलैले जी संघर्ष प्रभुपात कर शुद्ध वैष्णव माने बनवा तो संसार रे आज पर्यंत कहीं करना कि आगे कहीं करें प्रभुपाद पाखे आम समस्ते नतमस्तक हवा दरकार कि प्रभुपाद अपार कृपारू आम कौन कर वैष्णवता कौन आम टे मतलब पूरा बुझी नहीं कि गोटे झलक मिलूँ आमको आनंद लगुच कि नाई भक्ति कले ये बेनिफिट अच्छी आनंद अच्छी चेतन महाप्रभु भी कहती जारे देख तारे कह कृष्ण उपदेश आमर आज्ञाय गुरु हया तार ही देश चेतन महाप्रभु कहते समस्ते वैष्णव हम समस्ते गुरु हम केमिति ना जी सब कृष्ण कथा कहबार अच्छी आ कि ना आलतू फालतू जप गप ना कृष्ण कथा माने कौन कृष्ण कृष्ण जो कथा कहते माने भगवत गीता कृष्ण विषय जो कथा अच्छी भागवत तो ये कहार अच्छी तो यहाँ ही वास्तव जो परसमणि तार परीक्षा जड़े लोक जड़े भक्त सी केते क्वालिटी भक्त केमी जाना कि तार चालीचलन आचार व्यवहार तार परिवर्तन तार जीवन शैली आम देखले जापर लोकटे भक्त ना से खाली ऊपर कहूव भितर नए कपटता गोटे गुण अच्छी एगेन्स्ट सरलता भी अच्छी कह सिंप्लिसिटी इज वैष्णविज्म सरलता ही वैष्णवता आउ कपटता द्वारा किसी हेनी आम यदि निजको कपट करिकी निजे सामने भक्त भाया प्रेजेंट हवा किंतु अंतर कौन भक्तर गुण न चिटिंग कर गुण थी वैष्णव को प्रभुपाद को शास्त्र को भगवान को ताले आम निज लाइफ प्रति इंसाफ केत कले जस्टिस कले नाथ मुनि बहुत प्रेम सहकार पचारे आपन खायापी मिलूँ ना ना अर्थात सफिशिएंट मेंटेनेंस हो कि ना नाथ मुनि को मृगारी कहले हाँ महाराज हूँ तो आप जहाँ कही से ही करुचु अलग किसी ना लास्ट आम समस्ते टे नोट देखिपर शुश्रूषो श्रद्धान से भागवतम श्लोक आम समस्ते मिसिकी उच्चारण करवा तापर जीवा समस्ते अनम्यूट करके मो पछे पछे उच्चारण कर शुश्रूषो श्रद्धानस्य शुश्रूषो श्रद्धान वासुदेव कथा रुचि वासुदेव वासुदेव कथा रुचि स्यान्महत्सेवया विप्रः सेवया विप्र पुण्यतीर्थनिसेवनात् पुण्यतीर्थ निसेवया ओके समस्ते म्यूट कर दियो मोर मीनिंग केवल कहबी समस्त मगरे हैंड आउट अछि समस्ते चेक करिवो खाली मु रीडिंग करबी आ किछि नै सरला क्लास आ किछि नै तेणु अणे भगवान शुद्ध भक्त मान संग कले सब प्रकार पापर प्रतिक्रिया मुक्त हो पाप कर्म से करनी आउ तार भगवान वासुदेव अर्थात भगवान जो भागवतम अच्छी तापति श्रद्धा आसो है तो फास्ट पॉइंट रे प्रपात एटा भागवतम प्रथम स्कंद द्वितीय अध्याय 16 नंबर श्लोक तो यार भावार्थ रे कोटा अछि मु काली समस्त को प्रेजेंट करछि तो लिखा है सर्वेंट ऑफ गॉड कम टू प्रोपागेट गॉड कॉन्शियसनेस एंड इंटेलिजेंट पीपल शुड कोऑपरेट विथ देम इन एवरी रेस्पेक्ट जो माने भगवान सेवक से माने भगवान कृष्ण चेतना को प्रचार करती बुद्धिमान लोग सी जी सहायता प्रदान करे फास्ट सेकेंड बाय सर्विंग द सर्वेंट ऑफ गॉड जी भगवान सेवक सेवा करे भगवान से अधिक प्रसन्न हमें भगवान सेवा करने अपेक्षा तो भगवान भक्त आमको सेवा करार अच्छी भक्त प्रसन्न करार अच्छी या द्वारा भगवान देखती कि मो भक्त मैंने प्रॉपर्ली रेस्पेक्ट मिलूँ कि ना भक्त को केबे निंदा करवानी छोट छोट आम रागी कही दिखती कि तू जोटा कलु भूल कलु ये कलु सी कलु आम स्वभाव थाए आम निजर ओपिनियन टा अन्य पकई दें जमा करनी यदि किए भक्ति करार अच्छी ना वैष्णव अपराध हाथी यदि गोटे फूल बगीचार पशिले सब ध्वस्त विध्वस्त कर दिए
सेमती यदि किए भी वैष्णव को ताकू तार हृदय को कष्ट होला बेला यदि किए भी कही ताहले फास्ट काम होला तार हाथ गोड़ धरिकी क्षमा मागिबार अछि। फास्ट काम क्षमा मागिबार अछि जेते बड़ हो से भाई हो बंधु हो भौणी हो कुटुंब हो बापा हो माँ हो कि संपर्क हो बॉस हो ऑफिस जहाँ भी हो यदि कि वैष्णव दृष्टि देखियार अछि ताहले क्षमा मागिदेव कि भाई प्रभु जी माता जी मोर भूल हो जाइए। तो वैष्णवता को सम्मान करवा बहुत बड़ भगवान से जिन अप्रसन्न हो जाती तेणु से केवे भी इनसल्ट करनी कि कहबनी कि मुझे जोटा ठीक कहूँ सामाजिक स्तर में ठीक हो पारे किंतु आध्यात्मिक जीवन को लक्ष्य करके आमको निर्णय नवार अच्छे तेणु वैष्णव अपराध दूर तेणु से वैष्णव सेवा कर प्रसन्न कले भगवान आम अति प्रिय हो। सेकेंड पॉइंट थर्ड पॉइंट रे भगवान भक्त मान सेवा कले आम भितर से ही भक्तर गुणटा पलि आसे। प्राय टाइम रे मुझे जन्मदिन में कहीं भी क्या विश करुच कृष्ण कॉन्शियस विश कर तार भल गुण लेखिकी विश कर खाली लिखिदेवनी हैप्पी बर्थडे प्रभु जी हैप्पी बर्थडे माता जी करबनी सेमती तार भल गुणटा आम देखिले आम भीतर से गुणटा आसब। तो वैष्णव सेवा कले प्रश्न कले भल गुण आम पाखे आसब आम भगवान गुण कीर्तन कले भगवान धाम को जापर गोटे कहते एफिनिटी आम देखी पारती आम मैच कर पारती कि नहीं आम भगवान आड़ को जाऊे दीटा जिन डेभलप हम वैष्णव संग करके माने सेवा कले फास्ट आम भगवान जहाँ मेसेज अच्छी भगवद गीता भागवत मेसेज को आम बुझी पारिबा। सेकेंड से बुझिकी काम करिवार जो सामर्थ्य तांकर प्रसन्नतार ही आसे। भक्त माने भगवान जहाँ मेसेज अच्छी आम पाई गीता हो भागवत हो तो ताको बुझिले तो फास्ट पॉइंट ले आम जानी पारिबा साधु संग। सेकेंड है तो साधु संग से मिसले जानिले एटा 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 नुह जहाँ भी जानिले ताकू काम लगेगा। तो काम लगेगा जो सामर्थ्य जो मनोबल दृढ़ता सेटा केमती आसीबो ना साधुंकर सेवारे करिकी तांको प्रसन्न कले तांकर प्रसन्नतार आशीर्वाद रे हमको मिलिबो हैला। तो सेति आमे हम लाइफ रो कंडीशन हाँ आ गोटे जिनस मिलिबो लास्ट कहूँ कि लोअर नेचर आम जो निश्चतर प्रवृत्ति अच्छी ना सेटा नष्ट हो जिवो आमे सेटा खराब करने चाहूचे लुचि लुचि किसी करने चाहूचे जहाँ भी अच्छी आम लोअर नेचर एटा पळेबो आमे हायर स्पिरिचुअल स्टैंडर्ड वैल्यू फॉलो करि परिबा काहे भगवान को प्रसन्नता पाए भगवान आम श्रद्धा आसब और धीरे 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 आम भगवान प्रति भल पाइबा आसब जन्म मृत्यु चक्र आम पाइपर। तेणु यहाँ मृगारी हृदय परिवर्तन स्टोरी देखिए भागवत में सुंदर भाव वर्णना कराई मृगारी केमिति नारद मुनिଙ୍କର संग प्राप्त करके सी भगवत धाम जावाई एलिजिबल हो गले आखि दृश्य परिवर्तन आम देखिपारे। हरे कृष्ण श्रील प्रभुपाद की जाए गुरुदेव की जाए गौर प्रेमानंद हरि हरि बोल। कहार किसी प्रश्न अच्छी तो कई शेयर कर पारे क्वेश्चन कार अच्छी यदि हरे कृष्ण समस्त प्रभु जी। क्विज करदब जो माने पाइच क्विज ग्रुप रे अच्छी तो क्विज करदब समस्ते क्विज करके मते पठेइबो हरे समस्ते कृष्ण भूली प्रभु जी। जाउछ क्विज करके पठेइबो। हरे कृष्ण को ଆପଣ ଗୋଟେ କହିଲେ ଈର୍ଷା ପରାୟଣ ଏଇଟା ପ୍ରଭୁ କଣ କହିଲେ ମାନେ ଆମଠେ ମନରେ ଦେଖାଦିଏ ତାର ଗାଡି ଅଛି ମାନେ ତାର କୋଠା ଅଛି ଏଇଟା ଆମ ମନରୁ ମାନେ କେମିତି ପରମାନେଣ୍ଟଲି ଡିଲିଟ ହବ ଯେ ନାଇଁ ଆମକୁ ସ୍ପିରିଚୁଆଲ ଲାଇଫ ରେ ଏଇ ସବୁ ଜିନିଷ ଉପରେ ଯିବାର ନାହିଁ ଏଟା ମାନେ କଣ କହିଲେ ମାନେ ମାନେ ପଳେଇ ଆସୁଛି ଜଣକୁ ଦେଖିଲା ମାନେ ନା ମତେ ବି ଏମିତି କରିବାର ଅଛି ଇଏ ଅଛି। तो ईर्षा काम क्रोध लोभ मोह मद माश्चर्य एई छटा रिपु भितरु सबुगुड़ा भगवान को सेवारे व्यवहार करा परिबो ईर्षा को छाड़िकी। ईर्षा को आमको बुझियार अछि आम जीवन लक्ष्य एथिपाई भागवतम पढ़िया पूर्वरु फास्ट क्वालिफिकेशन है निर्मश्चर धर्म प्रोचित कैतवत्र परम निर्मशराणाम शताम। तो किए यदि ईर्षा शून्य अच्छी से भागवत पढ़ी पार माने एंट्री करि परिबनी वैकुंठेश्वर एंट्री नहीं यदि ता मन ईर्षा अच्छी आमको बुझी आको आम भगवान को सेवार लगे पारिबानी। काम कृष्ण कर्मार्पणे काम यदि अच्छी हृदय लस्ट अच्छी कृष्ण को सेवार लगे हब भगवान को सेवा करी लस्ट पळेब। क्रोध कृष्ण द्वेषी जाने यदि किए क्रोध करुछि ताले कृष्ण जे विरोध करुछि ता अगेंस्ट रे मु क्रोध करि परिबी किंतु ईर्षा को मु भगवान को सेवार लगे पारिबेनी। तो ईर्षा को आम जीवन लक्ष्य बुझियार अच्छी आम भाग्य को बुझियार अच्छी मते यदि मो भाग्य अच्छी मिलिबो
ଭଗବାନଙ୍କର ଶରଣରେ ରହିଛି, ଗୁରୁଙ୍କର ଆନୁଗତ୍ୟରେ ରହିଛି, ମୁଁ ଭଗବାନଙ୍କର ଭକ୍ତି କରୁଛି, ତାହେଲେ ମୋର ଧାମକୁ ଯିବାର ଅଛି। ଏଇ ଦୁନିଆରେ ଇର୍ଷା କରିକି ମତେ ବେଶୀ କିଛି ପ୍ରାପ୍ତ ହବନି, ସ୍ୱର୍ଗ ମିଳିପାରେ, ପୁଣି ଡାଉନ ହେଇଯିବି। ତେଣୁ ଆମକୁ ବୁଝିବାର ଅଛି ପରଶ୍ରୀ କାତରତା। ତ ପରଶ୍ରୀ ଅନ୍ୟର ଉନ୍ନତି ଦେଖିଲେ ଉତ୍କର୍ଷ ଅସହନୀୟତା। ଆମେ ଅନ୍ୟର ଉତ୍କର୍ଷ ଦେଖିଲେ ଆମେ ସହିପାରନ୍ତିନି, ହଁ ଛାତି ଜଳିଯାଏ ପୁରା। କରିବାର ନାହିଁ, ଆମକୁ ଜାଣିବାର ଅଛି ଜୀବନର ମୂଲ୍ୟ ଯୋଉମାନେ ବୁଝିବେ ସେମାନଙ୍କ ପାଇଁ ଭଗବତ ଗୀତା ଭାଗବତମ୍। ଯିଏ ବୁଝିବେନି ତାଙ୍କ ପାଇଁ ଅଲଗା। ଠିକ ଅଛି, ହରେ କୃଷ୍ଣ। ଆଉ କଣ ଅଛି କାହାର ପ୍ରଶ୍ନ? ଯୋଉମାନଙ୍କର ଭିଡିଓ ଅଫ୍ ଅଛି ସେମାନେ ପଚାରି ପାରିବେ। कृष्ण प्रभु जी धन्यवाद प्रणाम। ହଁ, प्रभु जी जो दोष दर्शन ही जाए ताकू केमिति माने कम करिवार अछि। ତ ଗୋଟେ ଆଭରେଜ କଣ୍ଡିସନ ସୋଲ ଆମେ ହିସାବରେ ଆମେ ଅନ୍ୟର ଦୋଷ ଦେଖି ଦିଅନ୍ତି ହେଲା। ସେଥିପାଇଁ କୁହାଯାଏ ଯଦି କିଏ ମୁଁ ଶୁଣିଥିଲି ସିନିୟର ଡିଭୋଟି ମାନଙ୍କ ଠାରୁ ଯଦି କିଏ ଦୀକ୍ଷିତ ନାହାନ୍ତି, ନୂଆ ନୂଆ ଭକ୍ତି କରୁଛନ୍ତି, ତ ମାନସିକ ରୂପରେ ଯଦି କାହାର କିଛି ଦୋଷ ଦେଖିଛନ୍ତି ତ ଏତେ ପ୍ରଭାବଶାଳୀ ହବନି। କିନ୍ତୁ ଦୀକ୍ଷା ନେଲା ପରେ ଯଦି ଆମେ ଦୋଷ ଦେଖୁଛେ ତୁରନ୍ତ ଅପରାଧ ଲାଗିବ ମାନସିକ ସ୍ତରରେ। ଷ୍ଟିଲ ଆମେ କିଛିଟା ଉପାୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯଦି ଆମେ କାହାର ଦୋଷ ଦେଖିଦେଇଛେ ତାହେଲେ ମାନସିକ ଉପରେ ଦୋଷ ଦେଖିଦେଇଛେ କିମ୍ବା ଆ କିଛି କାର୍ଯ୍ୟ ଶୈଳୀରେ ଦୋଷ ଦେଖିଦେଇଛେ, ମାନେ ପ୍ରାକ୍ଟିକାଲ ଦେଖିଛେ ଦୋଷ, ତ ଆମକୁ ଯାଇକି ତାଙ୍କୁ କ୍ଷମା ପ୍ରାର୍ଥନା ମାଗିବାର ଅଛି। ବେଳେ ବେଳେ କଣ ହନ୍ତି ଯାହାଙ୍କ ଦୋଷ ଦେଖିଥାନ୍ତି ସିଏ ନଥାନ୍ତି କିମ୍ବା ଆମେ ତାଙ୍କୁ ଆପ୍ରୋଚ କରିପାରନ୍ତିନି। ତ ଫାଷ୍ଟ ହ୍ୟାଣ୍ଡ ଇନଫର୍ମେସନରେ ଆମେ ଯୋଉ ଜାଗାରେ ଅଛନ୍ତି ସେଇ ଜାଗାରେ ଆମେ ସାଷ୍ଟାଙ୍ଗ ଦଣ୍ଡବତ ହଉ କିମ୍ବା ପଞ୍ଚାଙ୍ଗ ପ୍ରଣାମ କରିକି ତାଙ୍କର କ୍ଷମା ପ୍ରାର୍ଥନା କରିବାର ଅଛି। ଯଦି ଆମ ସାମ୍ନାରେ ନାହାନ୍ତି ତ ଓଭର ଦ ଫୋନ ବି ଆମେ କହିପାରିବା କି ମିଶି ପାରିବା ଯାଇକି ପ୍ରଭୁଜୀ କି ମାତାଜୀ ମୁଁ ଏଇଟା ଭୁଲ କରିଦେଇଛି, ମତେ ଆପଣ କ୍ଷମା କରନ୍ତୁ, ମୁଁ ଆଗକୁ ସତର୍କ ହେବି। ଆଉ ତାଙ୍କୁ ମତେ ଆଶୀର୍ବାଦ ପ୍ରଦାନ କରନ୍ତୁ କି ମୋର ଭକ୍ତି ଜୀବନ ଟା ସୁରକ୍ଷିତ ରହୁ। ଆପଣ ଆଶୀର୍ବାଦ କରନ୍ତୁ ଭକ୍ତିରେ ଆଗକୁ ବଢେ। ଆଉ ସେକେଣ୍ଡ ହେଲା ବେଷ୍ଟ ପ୍ଲାଟଫର୍ମ ହେଲା ଏଇଟା କଲା ପରେ, ଅନୁତାପ କଲା ପରେ ଆମେ ତାଙ୍କର ଗୁଣଗାନ କରିବା। ସମସ୍ତଙ୍କର କିଛି ଭଲ ଗୁଣ ଅଛି, ତ ଯୋଉ ଭକ୍ତଙ୍କର ମୁଁ ଦୋଷ ଦେଖିଥିଲି ସେଇ ଭକ୍ତଙ୍କର ଗୁଣଗାନ କରିବାର ଅଛି। ଭକ୍ତି ସିଦ୍ଧାନ୍ତ ଶ୍ୱଶୁର ଠାକୁର ଏମିତି କରାନ୍ତି, ଯଦି ଦି ଜଣ ଦୋଷ ଦେଖିଛନ୍ତି ଦି ଜଣଙ୍କୁ ବସେଇ ଦିଅନ୍ତି, ତମେ ତାଙ୍କର 10ଟା ଭଲ ଗୁଣ କହିବ, ସିଏ ତମର 10ଟା ଭଲ ଗୁଣ କହିବେ, ତ ଅବଭିୟସଲି କଟିଯାଏ। ତେଣୁ ସେଥିପାଇଁ ଆମେ ଅନେକର ଗୁଣ କୀର୍ତ୍ତନ କରିବା, ତ ଏଇଟା ହିଁ ୱେ ଥାଏ। ତ ଏଇଟାକୁ ଆମକୁ ପାଳନ କରିବାର ଅଛି ଆଉ। ହରେ କୃଷ୍ଣ। ଆଉ କିଛି କାହାର ପ୍ରଶ୍ନ ଅଛି? ଓକେ, ଯଦି ପ୍ରଶ୍ନ ନାହିଁ ସମସ୍ତଙ୍କୁ ଅନୁରୋଧ, କାଲି ସଂକଳ୍ପ ସେସନ ରହିବନି କିନ୍ତୁ ଭଗବତ ଗୀତା ଚାପ୍ଟର 3 ସେଇଟା ରହିବ। ତାର କିଛି କୁଇଜ ନାହିଁ, ସନ୍ଧ୍ୟା ବେଳକୁ ରହିବ, ମୁଁ ଗ୍ରୁପରେ ମେସେଜ କରିଦେବି। ସୋମବାର ସେସନ ରହିବ ସଂକଳ୍ପର। ତ ଗୋଟେ ଦିନ ସମସ୍ତଙ୍କ ପାଖରେ ଅଛି, 2 ମିନିଟ ଲାଗିବ କୁଇଜ କରିବା ପାଇଁ। ତ ଖାଲି ଟିକ ମାରିବାର ଅଛି, ଖାଲି ହରେ କୃଷ୍ଣ ପ୍ରଭୁ। ଅପସନ 1A 2B ଏମିତି ଯାହା କରି କରିବାର ଅଛି। ତ କରିଦେବ ସମସ୍ତେ। କଣ କେହି କହୁଥିଲେ କିଛି? ହରେ କୃଷ୍ଣ ପ୍ରଭୁ। ହରେ କୃଷ୍ଣ। ହଁ, ହରେ କୃଷ୍ଣ କୁହ। ପ୍ରଭୁଜୀ ପ୍ରଭୁଜୀ ପିଙ୍କିରେ ଦିନ ମାନେ କହିଲେ ମୁଁ ସେ କାଟୁଥିଲି ହେଲେ ସେ କହିଲେ ବୈଷ୍ଣବ ଭାଷାରେ କାଟିବାଟାକୁ ଅଲଗା କଣ କହିଲେ। ବୈଷ୍ଣବ କରିବା, ଲାଗିଲା ଅମଣିଆ କରିବା। କେମିତି ଜାଣିବା? ଓକେ। ହଁ ରମଣୀୟ ଏଇ ଜଗନ୍ନାଥଙ୍କର ସେଇଟା କେମିତି ମନ୍ଦିରରେ, ପୁରୀ ପ୍ରଭୁଜୀ ମନ୍ଦିରରେ ଯୋଉ ବିଭିନ୍ନ ଟର୍ମ ୟୁଜ ହୁଏ, ମୁଁ ବି ଅମଣିଆ ଜାଣିନଥିଲି। ଆମର ତ କାଟାକଟି କରିବାର ଅଛି ହେଲା, ପରିବା କାଟିବା, ଇଏ କରିବା, ସେ କରିବା, ଆମେ କହିଦିଅନ୍ତି କିନ୍ତୁ ଅମୁଣିଆ କୁହାଯାଏ। ଅମୁଣିଆ କରିବା ପ୍ରଭୁ ଚିଡି ଟର୍ମ ଗଲେ ଅଲଗା। ହଁ, ଆଜ୍ଞା ଶୁଣିବାର ଆମେ ଜାଣିବାର ଅଛି ଟିକେ ଟିକେ ଆଉ। ଠିକ ଅଛି, ଆମେ ଏଇଠି ରହିବା। पंचाकल्पतरुश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव भक्तवृंद की जय। नमस्कार श्री हरिदास ठाकुर की जय। वैष्णव ठाकुर श्रील प्रभुपाद की जय। समस्त भक्त वृंद की जय। गौर प्रेमानंद। हरि हरि बोल। हरे कृष्ण।